gudang walen dinmulen na gudang tigna purbalengan walen Yesus Kristo angin legen len jaba tarjuk sin bakti asram gamang sar na dong len ajaba. ହାଲେଲୁୟା ପ୍ରେଜ୍ ଦ ଲର୍ଡ ସମସ୍ତଙ୍କୁ Iya. ପ୍ରଭୁଙ୍କ ମହାନାମ ଧନ୍ୟବାଦ ଦେଉ Hale. ଆଉ Haleluya. ତାଙ୍କରି ଅନୁଗ୍ରହ ତାଙ୍କରି ଦୟା ହେତୁ ପ୍ରଭୁ ଆମମାନଙ୍କୁ ବିଗତ ଦିନ ଠାରୁ ଆଜି ଦିନରେ ସକାଳଠାରୁ ଅନେକ ଆପଦ ବିପଦ ଥିଲେ ମଧ୍ୟ ବିଭିନ୍ନ ପ୍ରକାର କାର୍ଯ୍ୟରେ ବ୍ୟସ୍ତତା ଥିଲେ ମଧ୍ୟ ପ୍ରଭୁ ଆମମାନଙ୍କୁ ପ୍ରତ୍ୟେକ ବିଷୟରୁ ଆମମାନଙ୍କୁ ଉଦ୍ଧାର କରି ଏ ସନ୍ଧ୍ୟା ଉପାସନାରେ ତାଙ୍କରି ଚରଣ ତଳେ ବସିବା ପାଇଁ ଆମମାନଙ୍କୁ ସୁନ୍ଦର ସମୟ ଦେଇଅଛନ୍ତି। ସେଥିପାଇଁ ବିଶେଷ କରି ଆମମାନଙ୍କ ପରମେଶ୍ୱରଙ୍କୁ ମୁଁ ଧନ୍ୟବାଦ ଦିଏ। ତତ୍ ସଙ୍ଗେ ସଙ୍ଗେ ଆଜିର ଉପାସନାରେ ଉପସ୍ଥିତ ହେଇଥିବା ପ୍ରଭୁଙ୍କର ଦାସମାନେ ଏବଂ ବିଶ୍ୱାସୀଗଣ ଭିନ୍ନ ଭିନ୍ନ ଜାଗାରୁ ଆମେ ଭିନ୍ନ ଭିନ୍ନ ଜାଗାରେ ରହି ଆମେ ବିଭିନ୍ନ ପ୍ରକାର ଅସୁବିଧା ଥିଲେ ମଧ୍ୟ ନେଟୱାର୍କର ଅସୁବିଧା ଥିଲେ ମଧ୍ୟ ପ୍ରଭୁ ଆମମାନଙ୍କୁ ସୁନ୍ଦର ସମୟ ଦେଇଅଛନ୍ତି। ଏ ସନ୍ଧ୍ୟା ସମୟରେ ଉପସ୍ଥିତ ହେଇଥିବା ପ୍ରତ୍ୟେକ ବିଶ୍ୱାସୀଗଣ ଖ୍ରୀଷ୍ଟ ପ୍ରେମରେ ସମସ୍ତଙ୍କୁ ଆନ୍ତରିକ ନମସ୍କାର ଜଣାଏ। ନମସ୍କାର। ହାଲେଲୁୟା। ନମସ୍କାର। ଧନ୍ୟବାଦ। ହାଲେଲୁୟା। ଆଜି ଦିନରେ ବହୁତ ଖୁସି ପୁନର୍ବାର ଆଉ ପ୍ରଭୁଙ୍କ ଦାସମାନେ ମୋତେ ସ୍ମରଣ କରିଥିବା ହେତୁ ବହୁତ ଦିନ ପରେ ଆଉ ଈଶ୍ୱରଙ୍କ ବାକ୍ୟ କହିବା ନିମନ୍ତେ ମଝି ମଝିରେ ବି କହୁଥିଲେ କିନ୍ତୁ ମୁଁ ବ୍ୟସ୍ତତା ସକାଶୁ ଆଉ ସେମାନଙ୍କୁ ସମୟ ଦେଇପାରିଲିନି। କାଲି ମୋତେ ରଞ୍ଜନ ଆଜ୍ଞା ମୋତେ କହିଲେ ଆଉ ବହୁତ ଖୁସି ଲାଗିଲା। ଆଉ ମୋ ପରି ଅଯୋଗ୍ୟ ଆଉ ମୁଁ କିଛି ଜାଣିନଥିଲେ ମଧ୍ୟ ପ୍ରଭୁଙ୍କ କାର୍ଯ୍ୟ ନିମନ୍ତେ ଆଉ ପ୍ରଭୁ ଯେ ମୋତେ ବ୍ୟବହାର କରୁଅଛନ୍ତି ସେଥିପାଇଁ ବିଶେଷ କରି ପ୍ରଭୁଙ୍କୁ ଧନ୍ୟବାଦ ଦିଏ ଏବଂ ଆଉ ରଞ୍ଜନ ସାର୍ ଆଉ ପ୍ରତ୍ୟେକ ଯେଉଁ ଆୟୋଜନକାରୀ ପ୍ରତ୍ୟେକ କାର୍ଯ୍ୟକାରୀ ମାନଙ୍କୁ ମଧ୍ୟ ଧନ୍ୟବାଦ ଦିଏ। ଆସନ୍ତୁ ଆମମାନେ ବାକ୍ୟ ମଧ୍ୟକୁ ନ ଯିବା ପୂର୍ବରୁ ସଂକ୍ଷିପରେ ଆମମାନେ ବାକ୍ୟ ନିମନ୍ତେ ଆମେ ପ୍ରାର୍ଥନା କରିବା। ଆମେ ସମସ୍ତେ ମନୋଯୋଗୀ ହେବା। ଅନୁଗ୍ରହକାରୀ ପରମେଶ୍ୱର ପ୍ରଭୁ ତୁମକୁ ଧନ୍ୟବାଦ ଦେଉଛୁ ରାଜା। ତ ପିତା ପରମେଶ୍ୱର ପ୍ରଭୁ ଏ ସନ୍ଧ୍ୟା ସମୟରେ ପ୍ରଭୁ ତୁମରି ଚରଣ ତଳେ ପିତା ପରମେଶ୍ୱର ପ୍ରଭୁ ତୁମରି ଆରାଧନା ଉପାସନା କରିବା ପାଇଁ ତୁମରି ବାକ୍ୟରୁ ପ୍ରଭୁ ଆମମାନଙ୍କୁ ଶୁଣିବା ପାଇଁ ପ୍ରଭୁ ଆମମାନଙ୍କୁ ସୁନ୍ଦର ସମୟ ଦେଇଅଛ ପିତା ପରମେଶ୍ୱର ସେଥିପାଇଁ ଧନ୍ୟବାଦ ଦେଉଛୁ ରାଜା। ତ ପିତା ପରମେଶ୍ୱର ପ୍ରଭୁ ଆଜିର ରାତ୍ରିରେ ପିତା ପରମେଶ୍ୱର ପ୍ରଭୁ ଯେଉଁ ପିତା ପ୍ରଭୁ ଆମମାନଙ୍କୁ ମନୋନୀତ ବାକ୍ୟ ପ୍ରଭୁ ଆମମାନଙ୍କ ପାଇଁ ପ୍ରସ୍ତୁତ କରିଅଛ ପିତା ପରମେଶ୍ୱର ସେ ବାକ୍ୟ ଯେ ପ୍ରଭୁ ପବିତ୍ର ସେ ବାକ୍ୟ ଯେ ପ୍ରଭୁ ଯଥାର୍ଥ ପିତା ପରମେଶ୍ୱର ପ୍ରଭୁ ତୁମର ବାକ୍ୟ ଯେ ପ୍ରଭୁ ଶକ୍ତିଯୁକ୍ତ ରହିଅଛି ପ୍ରଭୁ ଅନେକ ଆତ୍ମାଙ୍କର ପ୍ରଭୁ ପରିବର୍ତ୍ତିତ ପ୍ରଭୁ ବାକ୍ୟ ରହିଅଛି ପିତା ପରମେଶ୍ୱର। ପିତା ପରମେଶ୍ୱର ଏ ବାକ୍ୟକୁ ପ୍ରଭୁ ପରିବେଷଣ କରିବା ପାଇଁ ମୁଁ କିଏ ପିତା ପରମେଶ୍ୱର ମୁଁ ଦିନହୀନ ପାପୀ ଅକିଞ୍ଚନ ପିତା ପରମେଶ୍ୱର ପ୍ରଭୁ ଏହି ସମୟରେ ପ୍ରଭୁ ସମ୍ପୂର୍ଣ୍ଣ ମୋର ନିଜର ଜ୍ଞାନ ବୁଦ୍ଧିକୁ ପ୍ରଭୁ ତୁମର ଚରଣ ତଳେ ରଖୁଛି ପିତା ପରମେଶ୍ୱର। ପ୍ରଭୁ ତୁମର ସେ ଆତ୍ମାଙ୍କ ଶକ୍ତିରେ ତୁମର ସେ ଜ୍ଞାନ ବୁଦ୍ଧିରେ ପ୍ରଭୁ ଏହି ସମୟରେ ତୁମର ବାକ୍ୟକୁ ପ୍ରଭୁ ତୁମେ ଆମମାନଙ୍କୁ ଯଥାର୍ଥ ବାକ୍ୟକୁ ଆମମାନଙ୍କୁ ଶିଖାଅ। ଆମେ ଯେପରି ଶିଖିବୁ ଯେପରି ପିତା ପରମେଶ୍ୱର ନିଜକୁ ପ୍ରସ୍ତୁତ ହେଇ ପ୍ରଭୁ ଅନ୍ୟମାନଙ୍କୁ ପ୍ରସ୍ତୁତ କରିପାରିବୁ ତୁମ ରାଜ୍ୟ ନିମନ୍ତେ ପ୍ରସ୍ତୁତ ହେଇପାରିବୁ ସେଥିପାଇଁ ପ୍ରଭୁ ତୁମମାନଙ୍କୁ ଦୟା ଅନୁଗ୍ରହ କର। ପବିତ୍ର ପିତା ପରମେଶ୍ୱର ପ୍ରଭୁ ଆମମାନଙ୍କ ମଧ୍ୟରେ এই ବାକ୍ୟ ପ୍ରତି ପ୍ରଭୁ ତୁମେ ଆମମାନଙ୍କୁ ପରିଚାଳନା କର। ଏ ବାକ୍ୟ ପ୍ରତି ପ୍ରଭୁ ତୁମେ ମାନଙ୍କୁ ଆଶୀର୍ବାଦ କର ଆମେ ପ୍ରାର୍ଥନା କରୁଛୁ। ଗୌରବ ପ୍ରଶଂସା ତୁମେ ପାଅ ଯୀଶୁଙ୍କ ନାମରେ ମାଗିଲୁ ପିତା ଆମେନ୍। ଧନ୍ୟବାଦ। ଏ ରାତ୍ରି ମଧ୍ୟରେ ଆଉ ଗୋଟେ ପ୍ରସଙ୍ଗ ମୁଁ ପ୍ରସ୍ତୁତ କରିଅଛି। ସେ ପ୍ରସଙ୍ଗ ହେଉଛି ଏହିପରି ଦେଖ ଏବେ ମହା ଅନୁଗ୍ରହ ସମୟ। ସମସ୍ତେ ଆମେ କହିବା ନିଜ ନିଜକୁ ମଧ୍ୟ କହିବା ଯଦି ଆମମାନଙ୍କ ପାଖରେ ଯଦି କେହି ଅଛନ୍ତି ଯଦି ଆମେ ତାଙ୍କୁ ଦେଖିକି ଆମେ କହିବା ଦେଖ ଏବେ ମହା ଅନୁଗ୍ରହ ସମୟ। ପ୍ରଭୁଙ୍କୁ ମୁଁ ଧନ୍ୟବାଦ ଦେଉ। ଆମେ ଯେତେବେଳେ এই ପ୍ରସଙ୍ଗକୁ ଆମେ ଚିନ୍ତା କରୁ ଏ ପ୍ରସଙ୍ଗକୁ ଯେତେବେଳେ ଆମେ ଦେଖୁ ଏ ପ୍ରସଙ୍ଗ ଏହିପରି ମୋତେ ଲାଗେ ଯେ ଆଉ ଏକ ଚେତନାମୂଳକ ପ୍ରସଙ୍ଗ ଅଟେ ବା ଚେତନାମୂଳକ ଗୋଟେ ବାକ୍ୟ ଅଟେ। ଦେଖ ଏବେ ମହା ଅନୁଗ୍ରହ ସମୟ।
ଅନୁଗ୍ରହ ସମୟରେ କଣ କଣ ହେବାକୁ ପଡିବ ବା ଅନୁଗ୍ରହ ସମୟରେ କଣ ହଉଛି ସେ ବିଷୟରେ ଆମେ କିଛି ଏ ସନ୍ଧ୍ୟା ସମୟରେ ଆମେ ପ୍ରଭୁଙ୍କ ଶାସ୍ତ୍ରରୁ ଆମେ କିଛି ଚିନ୍ତା କରିବାକୁ ଯିବା। ଆମେ ସମସ୍ତେ ଖୋଲିବା ଆଉ ଦ୍ୱିତୀୟ କରନ୍ତି 6 ପର୍ବ 1-2 ଆଉ କେହି ଯଦି ମୋ ସାହାଯ୍ୟ ନିମନ୍ତେ ଯଦି ପଠନ କରିବେ ତାହେଲେ ଆମେ ସମସ୍ତେ ମିଳିମିଶି ଶିଖିବା। କିନଲବା ଦ୍ୱିତୀୟ କରନ୍ତି 6 ପର୍ବ 1-2। ଆହୁରି ମଧ୍ୟ ଈଶ୍ୱରଙ୍କ ଅନୁଗ୍ରହ ପ୍ରାପ୍ତି ଯେପରି ତୁମମାନଙ୍କ ଠାରେ ବୃଥା ନ ହୁଏ, ଏଥିପାଇଁ ତାଙ୍କ ସହିତ ଏକତ୍ର କର୍ମ କରୁ କରୁ ଆମ୍ଭେମାନେ ନିବେଦନ କରୁଅଛୁ। 2 କାରଣ ସେ କହନ୍ତି, ଆମ୍ଭେ ଅନୁଗ୍ରହର ସମୟରେ ତୁମର ପ୍ରାର୍ଥନା ଶ୍ରବଣ କଲୁ, ଆଉ ପରିତ୍ରାଣର ଦିନରେ ଆମ୍ଭେ ତୁମର ସାହାଯ୍ୟ କଲୁ। ଦେଖ ଏବେ ମହା ଅନୁଗ୍ରହର ସମୟ, ଦେଖ ଏବେ ପରିତ୍ରାଣର ଦିନ। ପ୍ରଭୁ ଆଶୀର୍ବାଦ କରନ୍ତୁ। ହାଲେଲୁୟା, ହାଲେଲୁୟା, ପ୍ରେଜ୍ ଦ ଲର୍ଡ। এই ସମୟରେ ଆଉ ପ୍ରଭୁଙ୍କ ବାକ୍ୟ ଆମକୁ ଅତି ସୁନ୍ଦର ଭାବରେ ଏ ସନ୍ଧ୍ୟା ସମୟରେ ଆମକୁ ଜଣାଉଛନ୍ତି। এই ଦ୍ୱିତୀୟ କରନ୍ତି ପୁସ୍ତକ ଆମେ ଜାଣିଅଛୁ ପ୍ରେରିତ ପାଉଲଙ୍କ ଦ୍ୱାରା ଲିଖିତ ହୋଇଅଛି। ଆଉ ଯେତେବେଳେ ମାସିଦୋନିଆରେ ଥିଲେ ଆଉ এই ପତ୍ରଟି ସେ ଲେଖିଅଛନ୍ତି। এই ପତ୍ରଟି ଲେଖିବାର ଉଦ୍ଦେଶ୍ୟ ଏହା, ଆଉ ଯେଉଁ କରନ୍ତୀୟ ମଣ୍ଡଳୀରେ ଥିବା ବିଶ୍ୱାସୀ ମାନେ ଯେଉଁ ଅନୁଗ୍ରହ କି ଆଉ ପ୍ରଥମ ଥର ଯେଉଁ ସୁସମାଚାର ଶୁଣିଥିଲେ, ଯେଉଁ ପ୍ରଭୁଙ୍କୁ ସେମାନେ ଗ୍ରହଣ କରୁଥିଲେ ଆଉ ଯେଉଁ ପ୍ରକାର ସେମାନେ ଅନୁଗ୍ରହ ପ୍ରାପ୍ତ ହୋଇଥିଲେ, ସେ ଅନୁଗ୍ରହକୁ ସେମାନଙ୍କ ମଧ୍ୟରେ ଯେପରି ବୃଥା ନ ହୁଏ, ଏହି ନିମନ୍ତେ ସେ ଚେତନାମୂଳକ ବାକ୍ୟ ସେ କରନ୍ତୀୟ ମଣ୍ଡଳୀର ବିଶ୍ୱାସୀ ମାନଙ୍କୁ ସେ ଜଣାଉଛନ୍ତି। ସେ ଜଣେ ପ୍ରଭୁଙ୍କର ବ୍ୟକ୍ତି ହେଇଥିବାରୁ, ସେ ଜଣେ ପ୍ରେରିତ ହେଇଥିବା ହେତୁ ସେ ମଣ୍ଡଳୀ ନିମନ୍ତେ ତାଙ୍କର ସବୁବେଳେ ତାଙ୍କର ଚିନ୍ତା ରହିଅଛି। ସେଥିପାଇଁ ସେ ମଣ୍ଡଳୀକୁ ବା କରନ୍ତୀୟ ମଣ୍ଡଳୀକୁ ସେ ସୁଦୃଢ଼ କରିବା ନିମନ୍ତେ, ବାକ୍ୟରେ ଆତ୍ମାରେ ବଢ଼େଇବା ନିମନ୍ତେ ଏହିପରି ସାହସର ବାକ୍ୟ ସେ କହୁଅଛନ୍ତି। ଏଠାରେ ଲେଖାଯାଇଅଛି, ଆହୁରି ମଧ୍ୟ ଈଶ୍ୱରଙ୍କର ଅନୁଗ୍ରହ ପ୍ରାପ୍ତ ଯେପରି ତୁମମାନଙ୍କ ଠାରେ ବୃଥା ନ ହୁଏ। ଯେଉଁ ଈଶ୍ୱରଙ୍କ ଠାରେ ଯେଉଁ ଅନୁଗ୍ରହ ଯେ ତୁମ୍ଭେମାନେ ପ୍ରାପ୍ତ ହୋଇଅଛ, ସେ ଅନୁଗ୍ରହକୁ ଯେପରି ବୃଥା ନ ହୁଏ। ଯେତେବେଳେ କରନ୍ତୀୟ ମଣ୍ଡଳୀକୁ ଯେତେବେଳେ ଆମେ ଚିନ୍ତା କରୁ, ଯେତେବେଳେ ପ୍ରଭୁଙ୍କ ବାକ୍ୟ ସେମାନେ ଶୁଣିଲେ ଆଉ ସୁସମାଚାର ଗ୍ରହଣ କଲେ, ସେମାନଙ୍କ ପୂର୍ବବର୍ତ୍ତୀ ଜୀବନର ସବୁ କିଛି ସେମାନଙ୍କ ଜୀବନରେ ଚେଞ୍ଜନେସ୍ ଆସିଲା, ପରିବର୍ତ୍ତନ ଆସିଲା। ଯେତେବେଳେ ପରିବର୍ତ୍ତନ ଆସିଲା, ସେମାନେ ଉନ୍ନତି ଦିଗକୁ ସେମାନେ ଅତିକ୍ରମ କରୁଥିଲେ, ଆଉ ସେହି ସମୟରେ ଧୀରେ ଧୀରେ ମଧ୍ୟ ସେମାନଙ୍କର ଆତ୍ମାରେ ଆଉ ସେମାନଙ୍କର ବ୍ୟକ୍ତିଗତ ଜୀବନରେ ଦୁର୍ବଳ ହେବାକୁ ଲାଗିଲା। ତେଣୁ ଯେତେବେଳେ ପ୍ରେରିତ ପାଉଲ ସେହି ମଣ୍ଡଳୀର ଦୁର୍ବଳତାକୁ ଜାଣିଥିବାରୁ ଏହି ବାକ୍ୟ ଆଉ ଲେଖୁଅଛନ୍ତି। ଯେଉଁ ଈଶ୍ୱରଙ୍କ ଠାରେ ଯେଉଁ ଅନୁଗ୍ରହ ପ୍ରାପ୍ତ ହୋଇଅଛ, ଯେଉଁ ଅନୁଗ୍ରହ ମଧ୍ୟରେ ତୁମେମାନେ ରହିଅଛ, ସେ ଅନୁଗ୍ରହ ଯେ ବିନା ମୂଲ୍ୟରେ ତୁମେମାନେ ପାଇଅଛ, ସେ ଅନୁଗ୍ରହରେ ତୁମେମାନେ ସୁରକ୍ଷା ପାଇଅଛ, ମୁକ୍ତି ପାଇଅଛ। ସେ ମୁକ୍ତିକୁ କେବେ ବି ବୃଥା ନ ହୁଏ, ଏଥି ନିମନ୍ତେ ତୁମ୍ଭେମାନେ ଅନୁଗ୍ରହ ମଧ୍ୟରେ ବା ଅନ୍ୟ ଅନୁଗ୍ରହ ଛାୟା ମଧ୍ୟରେ ତୁମ୍ଭେମାନେ ରହିବା ଆବଶ୍ୟକ ବୋଲି ଚେତନାମୂଳକ ବାକ୍ୟ ଦେଉଅଛନ୍ତି। ତଳେ ଆମେ ଦେଖୁଅଛୁ, କାରଣ ସେ କହନ୍ତି, ଆମ୍ଭେ ଅନୁଗ୍ରହ ସମୟରେ ତୁମ୍ଭର ପ୍ରାର୍ଥନା ଶ୍ରବଣ କଲୁ। ହାଲେଲୁୟା। ଆମେ ଦେଖିଲୁ ଏଠି ଅନୁଗ୍ରହ ସମୟରେ ହିଁ ଆମମାନଙ୍କର ସବୁ କିଛି ପରମେଶ୍ୱର ସାଧନ କରିବେ। ଅନୁଗ୍ରହ ସମୟରେ ହିଁ ଆମମାନଙ୍କର ପ୍ରାର୍ଥନା ଶୁଣିବେ। ଯଦି ଆମେ ପ୍ରାର୍ଥନା କରିବାର ଆବଶ୍ୟକତା ରହିଅଛି, ତାହେଲେ ଅନୁଗ୍ରହ ସମୟରେ ହିଁ ଆମମାନଙ୍କ ପ୍ରାର୍ଥନା ପରମେଶ୍ୱର ଶୁଣିବେ। ଆମମାନଙ୍କର ମଧ୍ୟରେ ଅନେକ ପ୍ରାର୍ଥନା ରହିଅଛି। ଆଜି ମଧ୍ୟ ବିଭିନ୍ନ ପ୍ରକାର ପ୍ରାର୍ଥନା ଆମେ କରିଅଛୁ। ଆମମାନଙ୍କ ଜୀବନରେ, ପାରିବାରିକ ଜୀବନରେ, ବ୍ୟକ୍ତିଗତ ଜୀବନରେ, ଆମମାନଙ୍କ ଆଶୀର୍ବାଦ ପାଇଁ, ଆମମାନଙ୍କ ପରିବାର ପାଇଁ, ଆମମାନଙ୍କ ଦେଶ ପାଇଁ ବିଭିନ୍ନ ପ୍ରକାର ଆମମାନଙ୍କର ଯାହା ଆବଶ୍ୟକ, ଆମେ ପରମେଶ୍ୱରଙ୍କ ନିକଟକୁ ଆମେ ପ୍ରାର୍ଥନା କରୁଅଛୁ। ଆମମାନଙ୍କର ବ୍ୟକ୍ତିଗତ ପାପ ନିମନ୍ତେ, ଅଧର୍ମ ନିମନ୍ତେ କ୍ଷମା ପାଇବା ପାଇଁ, ଉଦ୍ଧାର ପାଇବା ପାଇଁ,
ଏହିପରି ମଧ୍ୟ ଅନେକ ପ୍ରାର୍ଥନାର ବିଷୟ ଆମମାନେ ରହିଅଛୁ। ସେ ପ୍ରାର୍ଥନା କେଉଁ ସମୟରେ ଆମମାନେ ପ୍ରାର୍ଥନା କଲେ ଶ୍ରବଣ କରାଯିବ ବା ଉତ୍ତର ଆମମାନଙ୍କୁ ଦେବେ, ଯେଉଁଦିନ ଅନୁଗ୍ରହ ରହିଅଛି, ଯେଉଁଦିନ ପରିତ୍ରାଣ ଦିନ ରହିଅଛି, ସେହି ଦିନ ହିଁ ଆମମାନଙ୍କର ପ୍ରାର୍ଥନା ଶୁଣାଯିବ। ଆଉ ଅନୁଗ୍ରହ ସରିଲା ପରେ, ଆମମାନଙ୍କ ଜୀବନ ଶେଷ ହେଲା ପରେ ଆମମାନଙ୍କର ପ୍ରାର୍ଥନା ପରମେଶ୍ୱର ଗ୍ରହଣ କରିବେ ନାହିଁ। ଆଉ ସେକେଣ୍ଡରେ, ଆଉ ପରିତ୍ରାଣ ଦିନରେ ଆମ୍ଭେ ତୁମ୍ଭର ସାହାଯ୍ୟ କଲୁ। ଯେଉଁଦିନ ଆମମାନଙ୍କର ପରିତ୍ରାଣ ଦିନ ଉପସ୍ଥିତ ହୋଇଅଛି, ପରିତ୍ରାଣ ଦିନ ଆସିଅଛି, ପରିତ୍ରାଣ ମଧ୍ୟରେ ଆମେ ଅଛୁ, ସେଇ ଦିନ ମଧ୍ୟରେ ଆମମାନଙ୍କ ନିମନ୍ତେ ସାହାଯ୍ୟ କରିବା ନିମନ୍ତେ ସାହାଯ୍ୟକାରୀ ଆତ୍ମାଙ୍କୁ ଆମେ ଯେତେବେଳେ ପ୍ରାର୍ଥନା କରୁ, ପରମେଶ୍ୱରଙ୍କ ଠାରେ ଆମେ ପ୍ରାର୍ଥନା କରୁ, ସେହି ସମୟରେ ନିଶ୍ଚିନ୍ତ ଆମମାନଙ୍କୁ ପରମେଶ୍ୱର ସାହାଯ୍ୟ କରିବେ। ଆଉ ଯଦି ଆମେ এই ଅନୁଗ୍ରହ ସମୟରେ, ପରିତ୍ରାଣ ଦିନରେ ଯଦି ଆମେ ଏ ସୁନ୍ଦର ସୁଯୋଗ ପାଇଛୁ, ସୁନ୍ଦର ସୁବର୍ଣ୍ଣ ସୁଯୋଗ ପାଇଅଛୁ, এই ଯଦି ସୁବର୍ଣ୍ଣ ସୁଯୋଗକୁ ଯଦି ସଦ୍ବ୍ୟବହାର ଯଦି କରିବା ନାହିଁ, ତାହେଲେ ଆମମାନଙ୍କ ଜୀବନରେ ଶେଷ ସମୟରେ ଏକ ଦୁର୍ଦିନ ସମୟ ଆସିବ। ଅନୁଗ୍ରହ ସମୟରେ ଯଦି ଆମେ ପରମେଶ୍ୱରଙ୍କ ଠାରେ ଯଦି ନିକଟବର୍ତ୍ତୀ ହେବା ନାହିଁ, ତାହେଲେ ଶେଷ ସମୟରେ ଆମମାନଙ୍କ ପାଇଁ ଶନିଗ୍ରହ ଆସିବ ବା ସେ ଖ୍ରୀଷ୍ଟଙ୍କର ଦ୍ୱିତୀୟ ଆଗମନ ଆସିବ। ସେହି ସମୟରେ ଆମେ କାନ୍ଦିଲେ, ଆମେ ପ୍ରାର୍ଥନା କରିଲେ, ପରମେଶ୍ୱରଙ୍କ ଠାରେ ଆମେ ଅଳି କଲେ ମଧ୍ୟ ପରମେଶ୍ୱର ଆମମାନଙ୍କ ପ୍ରାର୍ଥନା ଶୁଣିବେ ନାହିଁ। କାରଣ ସେହି ସମୟରେ ଆମମାନଙ୍କୁ ବିଚାର କରିବା ପାଇଁ ଆସିବେ। ଏ ସମଗ୍ର ପୃଥିବୀର ବ୍ୟକ୍ତିମାନଙ୍କୁ, ଲୋକମାନଙ୍କୁ ବିଚାର କରିବା ପାଇଁ ଏକ ରାଜା ବେଶରେ ସେ ମୋ ଆକାଶକୁ, ସେ ଆକାଶ ମଧ୍ୟରେ ସେ ଆସିବେ। ତେଣୁ ଆମେ এই ବାକ୍ୟରୁ ଆମେ এই ରାତ୍ରି ମଧ୍ୟରେ, ଏ ସନ୍ଧ୍ୟା ସମୟରେ ଆମେ ଶିଖିବାକୁ ପଡ଼ିବ ଯେ ଆମମାନଙ୍କୁ ଏହିପରି ବାକ୍ୟ ଆମମାନଙ୍କୁ କହୁଅଛନ୍ତି, ଦେଖ ଏବେ ମହା ଅନୁଗ୍ରହ ସମୟ, ଦେଖ ଏବେ ପରିତ୍ରାଣ ଦିନ। ଏ ଅନୁଗ୍ରହ ସମୟରେ ହିଁ ଆମମାନଙ୍କର ପରିତ୍ରାଣ ଦିନ ରହିଅଛି। ଏ ଅନୁଗ୍ରହ ସମୟରେ ହିଁ ଆମମାନଙ୍କର ଉଦ୍ଧାର ପାଇବାର ଦିନ ରହିଅଛି। ଫର ଏକ୍ସାମ୍ପଲ, ମୁଁ ବାଇବଲରେ ହିଁ ଦୁଇଟି ବ୍ୟକ୍ତିଙ୍କର ବିଷୟ ମୁଁ କହିବା ପାଇଁ ଚାହେଁ, ତାପରେ ଆଗକୁ ମୁଁ ଯିବା ପାଇଁ ଇଚ୍ଛା କରେ। ଆମେ ଦେଖୁଅଛୁ, ସମସ୍ତେ ଜାଣିଛୁ, ଲାଜାର ଏବଂ ଜଣେ ଧନ୍ୟ ବ୍ୟକ୍ତି। ଲାଜାର ଯେତେବେଳେ ଏ ଜଗତରେ ବା ଏ ପୃଥିବୀରେ ଯେତେବେଳେ ରହୁଥିଲେ, ସେ ଦରିଦ୍ର ଅବସ୍ଥାରେ ସେ ରହୁଥିଲେ। ତାଙ୍କର କୌଣସି ପିନ୍ଧିବା, ଖାଇବା, କୌଣସି ଭଲ ବିଷୟ ତାଙ୍କ ପାଇଁ ନଥିଲା। ଆଉ ଧନୀ ବ୍ୟକ୍ତି ସେ ଯେ ତାଙ୍କ ମଧ୍ୟରେ ସମ୍ମାନ ଥିଲା, ଧନ ସମ୍ପତ୍ତି ଥିଲା, ଟଙ୍କା ପଇସା, ତାଙ୍କ ପାଖରେ ଅନେକ ଲୋକ, ଏହିପରି ସମ୍ଭ୍ରାନ୍ତ ବ୍ୟକ୍ତି ଥିଲା। ଦିନେ ଏହିପରି ଆଉ ଦୁଇ ଜଣ ବ୍ୟକ୍ତି ସେମାନେ ମରିଗଲେ। ଯେତେବେଳେ ଦୁଇ ଜଣ ବ୍ୟକ୍ତି ସେମାନେ ମରୁଅଛନ୍ତି, ଆମେ ଦେଖିବାକୁ ପାଉଛୁ ଯେ ଲାଜାର ସେ ଅବ୍ରାହମ କୂଳରେ ଯାଇକି ସେ ଆନନ୍ଦର ସହିତ ସେ ପରମେଶ୍ୱରଙ୍କ ସହିତ ସେ ଗମନାଗମନ କରୁଅଛନ୍ତି। ପବିତ୍ର ଆତ୍ମାଙ୍କ ସହିତ ସେମାନେ ଗମନାଗମନ କରୁଅଛନ୍ତି, ଶାନ୍ତିରେ ରହୁଅଛନ୍ତି। ଆଉ ଆମେ ଦେଖୁଅଛୁ ଧନୀ ବ୍ୟକ୍ତି ସେ ପାତାଳରେ ବା ଅଗ୍ନିକୁଣ୍ଡରେ ଯାଇକି ସେ କ୍ରନ୍ଧନର ସହିତ ସେ ଜୀବନ ବିତାଉଛନ୍ତି। ସେହି ସମୟରେ ସେ ଧନୀ ବ୍ୟକ୍ତି ସେ ଅନୁତାପ କରୁଛନ୍ତି, ଜଗତରେ ଥିବା ସମୟରେ, ବଞ୍ଚିଥିବା ସମୟର ବିଷୟ ସେ ଭାବୁଛନ୍ତି। ମୁଁ ଜଗତରେ ଥିବା ସମୟରେ ଏହିପରି ମୋର ଜୀବନ ଥିଲା, କିନ୍ତୁ ମୁଁ ଉତ୍ତମ କାର୍ଯ୍ୟ ମୁଁ କରିନାହିଁ। ଆଜି ମୁଁ ଜଗତରେ ଥିବା ସମୟରେ କେତେ ମୁଁ ଆନନ୍ଦରେ ଉଲ୍ଲାସରେ ଥିଲି, କିନ୍ତୁ ଆଜି ମୁଁ ମରିଲା ପରେ ଏହିପରି ଅବସ୍ଥା ବୋଲି ସେ ନିଜ ବିଷୟକୁ, ପୂର୍ବବର୍ତ୍ତୀ ବିଷୟକୁ, ଜଗତରେ ଥିବା ବିଷୟକୁ ସେ ଆଉ ନିଜକୁ ସେ ଅନୁତାପ କରୁଅଛନ୍ତି। ସେହି ସମୟରେ ଆଉ ଲାଜାରଙ୍କୁ ମଧ୍ୟ ଆଉ ଅନୁରୋଧ କରୁଅଛି କି, ଲାଜାର ଆଉ ତୁମର ସେ ଆଙ୍ଗୁଠିର ଟୋପାଏ ପାଣି ପଠାଅ ବୋଲି ମଧ୍ୟ ସେ କହୁଛନ୍ତି। ସେହି ସମୟରେ କୌଣସି ଉପାୟ ଆଉ କୌଣସି ମଧ୍ୟ ସମୟ ସେ ସମୟରେ ନଥିଲା। ପୁଣି ତାଙ୍କର ନିଜର ଭାଇମାନଙ୍କ ପାଇଁ ମଧ୍ୟ ସେ ଚିନ୍ତା କରୁଅଛନ୍ତି, କିନ୍ତୁ ସେହି ସମୟରେ ଆଉ କୌଣସି ଉପାୟ ତାଙ୍କ ପାଖରେ ନଥାଉଛି। এই ବିଷୟ କହିବାର କାରଣ, ଆମେ ଏ ଜଗତରେ ବଞ୍ଚିଥିବା ସମୟରେ, ଜଗତରେ ରହିଥିବା ସମୟରେ
ଆମମାନଙ୍କ ମଧ୍ୟରେ ଅନୁଗ୍ରହ ଉପସ୍ଥିତ ରହିବା ସମୟରେ ହିଁ ଆମମାନେ ଗରିବ ଥାଉ କି ଧନୀ ଥାଉ କି ଯାହା ବି ଥାଉ, ସେଇ ସମୟରେ ଆମମାନଙ୍କ ମଧ୍ୟରେ ଯାହା ଅଛି ତା ପ୍ରଭୁଙ୍କ ନିମନ୍ତେ ଯଦି ଆମେ ସମର୍ପଣ କରିବା, ପ୍ରଭୁଙ୍କ ପାଇଁ ଯଦି ଆମେ ଯଦି ତାହା ବ୍ୟବହାର କରିବା, ତାହା ହେଲେ ବର୍ତ୍ତମାନ ଏବଂ ଆସନ୍ତା ଦିନମାନଙ୍କ ମଧ୍ୟରେ ଆମମାନଙ୍କ ଜୀବନର ଶେଷ ମଧ୍ୟରେ ତାହା କାର୍ଯ୍ୟକାରୀ ହେବ। ସେଥିପାଇଁ ଆସୁ ଆମମାନେ ଏଇ ଅନୁଗ୍ରହ ସମୟରେ ଆମେ କ'ଣ କ'ଣ କରିବାକୁ ପଡ଼ିବ ବା ଅନୁଗ୍ରହ କ'ଣ, ସେ ବିଷୟରେ କିଛି ଆମେ ଚିନ୍ତା କରିବାକୁ ଯିବା। ଆମେ ପ୍ରଥମେ ଚିନ୍ତା କରିବା ଅନୁଗ୍ରହ କହିଲେ କ'ଣ? ବା ଅନୁଗ୍ରହ ହେଉଛି ଈଶ୍ୱରଙ୍କର କୃପା ଓ ଦୟାକୁ ହିଁ ବୁଝାଏ। ଈଶ୍ୱରଙ୍କ ଆଡୁ, ପରମେଶ୍ୱରଙ୍କ ଆଡୁ ଯେଉଁ ଅନୁଗ୍ରହ ଦୟା, ଯେଉଁ ଆମମାନଙ୍କ ପ୍ରତି ଯେଉଁ ଦୟା କରୁଅଛନ୍ତି ବା ଯେଉଁ ଅନୁଗ୍ରହ ପ୍ରଦାନ କରୁଅଛନ୍ତି, ତାହା ହେଉଛି ଅନୁଗ୍ରହ। ଆମେ ଯେତେବେଳେ ଆମେ ଦେଖୁ, ପ୍ରଥମେ ଆମେ ଦେଖିବା ପୁରାତନ ନିୟମରେ ପରମେଶ୍ୱରଙ୍କର ଅନୁଗ୍ରହ କେଉଁ ପ୍ରକାର ଥିଲା। ପରମେଶ୍ୱରଙ୍କ ଅନୁଗ୍ରହ କେଉଁ ଭଳି ଥିଲା, ସେ ବିଷୟରେ ଆମେ ଦେଖିବା। ପୁରାତନ ନିୟମରେ ଅନୁଗ୍ରହ ଏକ ସର୍ତ୍ତମୂଳକ ଥିଲା। ସେ ସର୍ତ୍ତ କ'ଣ? ଅର୍ଥାତ୍ ଏହା ନିୟମକୁ ମାନିବା ଉପରେ ଆଧାରିତ ଥିଲା। ସେ ସର୍ତ୍ତ ହେଉଛି ପରମେଶ୍ୱର ଏହିପରି ସର୍ତ୍ତ ରଖିଲେ କି ଯେ ସେ ନିୟମକୁ ମାନିବାକୁ ପଡ଼ିବ। ଯେଉଁ ବ୍ୟକ୍ତିମାନେ ନିୟମ ମାନୁଅଛନ୍ତି, ଯେଉଁ ବ୍ୟକ୍ତିମାନେ ପରମେଶ୍ୱରଙ୍କ ଠାରେ ମନୋଯୋଗୀ ହୋଇଅଛନ୍ତି, ସେମାନେ ହିଁ ଆଉ ଉଦ୍ଧାର ପାଇଲେ ବା ଦୟା ପ୍ରାପ୍ତ ହେଲେ। ଯାତ୍ରା ପୁସ୍ତକ ଯଦି ଆମେ ଦେଖିବା 19 ପର୍ବ 5-6 ଯଦି ଆମେ ଦେଖିବା, ତାହେଲେ ଆମେ ପାଇପାରିବା। କିଏ ଯଦି ପାଇଛନ୍ତି ପଢ଼ିବେ। 19:5-6 ପଢ଼ିବି ମୁଁ। ଏବେ ତୁମେମାନେ ଯେବେ ଆମ୍ଭର ରବରେ ମନୋଯୋଗୀ କରିବ ଓ ଆମ୍ଭ ନିୟମ ପାଳନ କରିବ, ତେବେ ତୁମ୍ଭେମାନେ ସମସ୍ତ ଲୋକଙ୍କ ଅପେକ୍ଷା ଆମ୍ଭ ନିଜର ସଞ୍ଚିତ ଧନ ହେବ, କାରଣ ସମସ୍ତ ପୃଥିବୀ ଆମ୍ଭମାନଙ୍କର। ହାଲେଲୁୟା, ହାଲେଲୁୟା। ଏଠି ପରମେଶ୍ୱର କହୁଅଛନ୍ତି କି ଆମ୍ଭର ରବ ମନୋଯୋଗୀ ହେବାକୁ ପଡ଼ିବ। ପରମେଶ୍ୱରଙ୍କ ବାକ୍ୟରେ, ପରମେଶ୍ୱରଙ୍କ ରବ ମଧ୍ୟରେ ଆମେ ମନୋଯୋଗୀ ହେବାକୁ ପଡ଼ିବ। ଯେଉଁ ବ୍ୟକ୍ତି ପରମେଶ୍ୱରଙ୍କ ବାକ୍ୟରେ ମନୋଯୋଗୀ ହେଲେ, ପରମେଶ୍ୱରଙ୍କ ବାକ୍ୟ ଶୁଣିଲେ, ପରମେଶ୍ୱରଙ୍କ ବାକ୍ୟ ଶୁଣି ସେମାନେ ଜୀବନରେ ସେମାନେ ଅତିବାହିତ କରିଲେ, ସେମାନେ ଅନୁଗ୍ରହ ପାଇଲେ। ଆଉ ଯେଉଁ ନିୟମ ପାଳନ କରିଲେ, ଯେଉଁ ନିୟମ ସେମାନଙ୍କ ପାଇଁ ଦିଆଯାଇଥିଲା, ଯେଉଁ ନିୟମ ପରମେଶ୍ୱର ମୋଜେସଙ୍କ ସମୟରେ ଦେଇଥିଲେ, ସେଇ ନିୟମକୁ ଯେଉଁମାନେ ପାଳନ କରିଲେ, ସେମାନେ ସଞ୍ଚିତ ଧନ ସ୍ୱରୂପେ ସେମାନଙ୍କୁ ରଖିଲେ। ଇସ୍ରାଏଲ ଲୋକମାନଙ୍କୁ ପ୍ରଥମ ସନ୍ତାନ ବା ସଞ୍ଚିତ ଧନ ରୂପେ ପରମେଶ୍ୱର ସେମାନଙ୍କୁ ମନୋନୀତ କରିଥିଲେ। ସେମାନଙ୍କୁ ଉଦ୍ଧାର ଥିଲା, କିନ୍ତୁ ସେମାନଙ୍କ ସର୍ତ୍ତମୂଳକ ଉଦ୍ଧାର ଥିଲା। ନୂତନ ନିୟମରେ ଏକ ସର୍ତ୍ତମୂଳକ ଭାବରେ ଆଉ ଉଦ୍ଧାର ରହିଲା। ଆଉ ସେକେଣ୍ଡ ଦେଖିବା, ସୀମିତ ଅନୁଗ୍ରହ ସୀମିତ ଥିଲା। ଅନୁଗ୍ରହ ଇସ୍ରାଏଲ ଲୋକମାନଙ୍କୁ ବା ମନୋନୀତ ଲୋକମାନଙ୍କ ପାଇଁ ଏକ ସୀମିତ ଥିଲା, ଆଉ ଅନ୍ୟମାନଙ୍କ ପାଇଁ କୌଣସି ଅନୁଗ୍ରହ ନଥିଲା। ଯଦି ଆମେ ଦେଖୁଛୁ, ଆଉ ମିଶରରେ ଯେତେବେଳେ ପାରୋ ରାଜାଙ୍କ ସମୟରେ ଯେତେବେଳେ ଇସ୍ରାଏଲ ଲୋକମାନେ, ଜିହୁଦୀ ଲୋକମାନେ ଯେତେବେଳେ ଦାସତ୍ୱ ବନ୍ଧନରେ 430 ବର୍ଷ ପର୍ଯ୍ୟନ୍ତ ସେମାନେ ଦାସତ୍ୱ ବନ୍ଧନରେ ରହିଲେ, ସେହି ସମୟରେ ଅନେକ ସମ୍ପ୍ରଦାୟିକ, ଅନେକ ବଂଶ ଲୋକମାନେ ସେ ଦାସତ୍ୱ କର୍ମ କରୁଥିଲେ, ଆଉ ପାରୋଙ୍କ ଅଧୀନରେ ରହୁଥିଲେ। ମିଶରୀୟ ମାନେ ଆଉ ଜିହୁଦୀ ମାନେ, ଏହିପରି ଅନେକ ବଂଶ ମାନେ ରହୁଥିଲେ। କିନ୍ତୁ ପରମେଶ୍ୱର କେବଳ ଯେ ସେଇ ଜିହୁଦୀ ମାନଙ୍କ ବା ଇସ୍ରାଏଲ ଲୋକମାନଙ୍କ କ୍ରନ୍ଦନ ଶୁଣି ସେମାନଙ୍କର ଉଦ୍ଧାର କରିବା ପାଇଁ ପଥ ପ୍ରସ୍ତୁତ କରୁଅଛନ୍ତି। ମୋଜେସଙ୍କ ଦ୍ୱାରା ସେମାନେ ଉଦ୍ଧାର ପ୍ରାପ୍ତ ହେଇ
ସେଇ ମିଶର ଠାରୁ ସେମାନେ ଉଦ୍ଧାର ହେଇ ଆସୁଅଛନ୍ତି। ଆମମାନେ ଯଦି ଦେଖୁ ଦ୍ୱିତୀୟ ବିବରଣୀ 7 ପର୍ବ 1ରୁ 8 ଯଦି ଆମେ ଦେଖିବା, ସେ ସ୍ଥାନରେ ଅତି ସୁନ୍ଦର ଭାବରେ ଉଲ୍ଲେଖ କରାଯାଇଅଛି। ଏ ବାକ୍ୟଟି ଆମେ ପଢିବାନି, ଆପଣମାନେ ଯଦି ଲେଖିଛନ୍ତି ଘରେ ଯାଇକି ପଢିବେ। ଏହିପରି ସୀମିତ ଜାତି, ସୀମିତ ବ୍ୟକ୍ତି ମାନଙ୍କ ପାଇଁ ପରମେଶ୍ୱର ଆଉ ଅନୁଗ୍ରହ ରଖିଅଛନ୍ତି, ଆଉ ମନୋନୀତ ବ୍ୟକ୍ତି ମାନଙ୍କ ନିମନ୍ତେ ଅନୁଗ୍ରହ ରଖିଅଛନ୍ତି। ଆଉ ଏଇ ସେଇ ମନୋନୀତ ବ୍ୟକ୍ତି ମାନେ ଆଉ ଇସ୍ରାଏଲ ଲୋକମାନଙ୍କୁ ଅନୁଗ୍ରହ କରିବାର ମଧ୍ୟ ଉଦ୍ଦେଶ୍ୟ ମୂଳକ ରହିଅଛି। ସେ ଉଦ୍ଦେଶ୍ୟ ମୂଳକ ନେଇକି ସେମାନଙ୍କୁ ଏକ ଜାତିଙ୍କୁ ମନୋନୀତ କରି ସେ ଅନୁଗ୍ରହ ପ୍ରଦାନ କରିଅଛନ୍ତି। ଆଉ ସେ ଅନୁଗ୍ରହ ଅସ୍ଥାୟୀ ଥିଲା। ଯେଉଁ ପୁରାତନ ନିୟମରେ ଯେଉଁ ଅନୁଗ୍ରହ ଥିଲା, ତାହା ସ୍ଥାୟୀ ଭାବରେ ନଥିଲା, ତାହା ଅସ୍ଥାୟୀ ଭାବରେ ରହିଥିଲା। ଯେହେତୁ ଏହା ବଳିଦାନ ବ୍ୟବସ୍ଥା ଓ ନିୟମ ସହିତ ବନ୍ଧା ହୋଇଥିଲା। ଯଦି ଆମେ ଦେଖୁଛୁ ଏବ୍ରି 1ରୁ 4ରେ ଯଦି ଆମେ ଦେଖୁଅଛୁ, ଜଣେ ବ୍ୟକ୍ତି ଯଦି ପାପ କରେ, ଜଣେ ବ୍ୟକ୍ତି ଯଦି ଅଧର୍ମ କରେ, ଜଣେ ବ୍ୟକ୍ତି ଯଦି ବ୍ୟବସ୍ଥା ଲଙ୍ଘନ କରେ, ତାହେଲେ ସେ ବ୍ୟବସ୍ଥାରେ ତାଙ୍କୁ ବିଚାର କରାଗଲା। ଯେଉଁ ବ୍ୟକ୍ତି ବ୍ୟବସ୍ଥା ପାଳନ କରେ, ନିୟମରେ ଆଉ ରହେ ବା ନିୟମରେ ଅତିବାହିତ କରେ, ତାହାଙ୍କୁ ସେ ଦୟା ପ୍ରାପ୍ତ କରାଗଲା। ଯଦି ଜଣେ ଜୀବନରେ ପାପ କରେ, କୌଣସି ଯଦି ବ୍ୟଭିଚାରୀ ପାପ କରେ କି କୌଣସି ପାପ କରେ, ତାହାର ପାପ ନିମନ୍ତେ ସେ ବଳିଦାନ ଦେବାକୁ ପଡ଼ିଲା। ସେ ବଳିଦାନ ଗୋଟେ ଥରକୁ ନାହିଁ, ବର୍ଷକୁ ବର୍ଷ ସେ ବଳିଦାନ ଦେବାକୁ ପଡ଼ିଲା। ସେ ବଳିଦାନ ଦ୍ୱାରା ସମ୍ପୂର୍ଣ୍ଣ ମତେ ତାର ପାପକୁ ମୋଚନ କରାଗଲା ନାହିଁ, କିନ୍ତୁ ବର୍ଷଟି ପାଇଁ ତାର ପାପକୁ ପରମେଶ୍ୱରଙ୍କ ଠାରୁ ତା ଢାଙ୍କି ଦିଆଗଲା। କିନ୍ତୁ ବାରମ୍ବାର ବର୍ଷକୁ ବର୍ଷ ଆଉ ଜଣେ ପାପୀ ବା ଜଣେ ବ୍ୟବସ୍ଥା ଲଙ୍ଘନକାରୀ ସେ ବଳିଦାନ ଦେବାକୁ ପଡୁଥିଲା। ଆଉ ତୃତୀୟରେ ଅନୁଗ୍ରହ ବାହ୍ୟ ଆଚରଣ ଉପରେ ଗୁରୁତ୍ୱ ଦିଆଯାଉଥିଲା। ପୁରାତନ ନିୟମର ଅନୁଗ୍ରହ ବାହ୍ୟ ରୂପରେ ତା ଗୁରୁତ୍ୱ ଦିଆଗଲା। ଯେପରି ସେ ନିୟମ ମାନୁଛି କି ନାହିଁ, ରୀତିନୀତି ପାଳନ କରୁଛି କି ନାହିଁ, ଏଇସବୁ ଯାଜକମାନେ ସେମାନେ ଦେଖୁଥିଲେ। ସେମାନେ କଣ ଖାଉଛି, କଣ ପିନ୍ଧୁଛି, କେମିତି ତାଙ୍କର ଜୀବନ ଶୈଳୀ ରହିଅଛି, ଏଇସବୁ ସେମାନେ ଅନୁକରଣ କରୁଥିଲେ। ସେ ପ୍ରତି ସେମାନେ ଅତି ଗୁରୁତ୍ୱ ଦେଉଥିଲେ, କିନ୍ତୁ ଅନ୍ତର ମଧ୍ୟରେ ବା ମନ ମଧ୍ୟରେ ତା ଗୁରୁତ୍ୱ ଦେଉନଥିଲେ। ଯଦି ଆମେ ଦେଖିବା ଲେବୀ ପୁସ୍ତକ 8:5ରେ ଯଦି ଆମେ ଦେଖିବା, ସେଟାରେ ଅତି ସୁନ୍ଦର ଭାବରେ ଲେଖାଯାଇଅଛି। ଆଉ ପୁରାତନ ନିୟମରେ ଏହି ପ୍ରକାର ଅନୁଗ୍ରହ ବା ପରମେଶ୍ୱରଙ୍କର ଦୟା ଥିଲା। କିନ୍ତୁ ଯେତେବେଳେ ଆମେ ନୂତନ ନିୟମକୁ ଆମେ ଆସୁଅଛୁ, ଯେତେବେଳେ ନୂତନ ନିୟମକୁ ଆମେ ଦେଖୁଅଛୁ, ଆଉ ପରମେଶ୍ୱରଙ୍କର ଅନୁଗ୍ରହ ବା ପରମେଶ୍ୱରଙ୍କର ଦୟା ଏକ ଭିନ୍ନ ପ୍ରକାର। ଆଉ ପୁରାତନ ନିୟମର ଅନୁଗ୍ରହ ଆଉ ତାର ଉଲ୍ଟା କହିଲେ ଚଳେ। ଆମେ ଦେଖୁ ନୂତନ ନିୟମର ଅନୁଗ୍ରହ ଏକ ଭିନ୍ନ ପ୍ରକାର, ଆଉ ଏହି ଅନୁଗ୍ରହ ନିସ୍ୱାର୍ଥ, ସର୍ତ୍ତବିହୀନ। ପୁରାତନ ନିୟମରେ ଏକ ସର୍ତ୍ତମୂଳକ ଥିଲା, କିନ୍ତୁ ନୂତନ ନିୟମରେ ନିସ୍ୱାର୍ଥ ବା ସର୍ତ୍ତ ବିନା ଆଉ ଅନୁଗ୍ରହ ରହିଅଛି। ସେ ଅନୁଗ୍ରହ ପାଇଁ କୌଣସି ମୂଲ୍ୟ କି କୌଣସି ଆମେ ଦେବାକୁ ପଡୁନଥିଲା। ବିନା ମୂଲ୍ୟରେ ପରମେଶ୍ୱର ଆମମାନଙ୍କ ପାଇଁ ଅନୁଗ୍ରହ ସେ ପ୍ରସ୍ତୁତ କରିଅଛନ୍ତି। ସେ ଅନୁଗ୍ରହ ଏକ ଉପହାର ଭାବରେ, ଏକ ଗିଫ୍ଟ ଭାବରେ ସେ ଆମମାନଙ୍କୁ ପ୍ରଦାନ କରିଅଛନ୍ତି। ଯଦି ଆମେ ଦେଖୁ ରୋମିଓ 3:24 ଯଦି ଆମେ ଦେଖୁ, ଆମେ ଅତି ସୁନ୍ଦର ଭାବରେ ଆମେ ପାଇପାରିବା। କି ଯଦି ପାଇଛନ୍ତି ତାହେଲେ ପଢିବେ। ଅଧ୍ୟୟନ କରିବା 3:24। ପୁଣି ସେମାନେ ଭିନ୍ନ ମୂଲ୍ୟରେ ତାହାଙ୍କ ଅନୁଗ୍ରହରେ ଖ୍ରୀଷ୍ଟ ଯୀଶୁଙ୍କ ଠାରେ ଯେଉଁ ମୁକ୍ତି ଅଛି, ତ ଦ୍ୱାରା ଧାର୍ମିକ ଗଣିତ ହୁଅନ୍ତି। ଆମେନ୍। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ଏଟାର ଅତି ସୁନ୍ଦର ଭାବରେ ଲେଖାଯାଇଅଛି,
जे अनुग्रह आमने पाई अछु बिना मूल्य रे पाई अछु यीशु ख्रीष्टଙ୍କ मुक्ति द्वारा आमने पाई अछु से यीशु ख्रीष्टଙ୍କ अनुग्रह द्वारा आमने धार्मिक व्यक्ति बोले आमने गणना पाई अछु से अनुग्रह पाई आमानकु कौन सी देबाकु पड़ु नथिला जदि देबाकु पड़ी थांता ताहेले ता अनुग्रह नाही जदि 4:4 रे जदि से रोमियो 4:4 रे जदि आमने देखिबा ताहेले पाई परिबा जे कर्म करे ता पक्षरे तार वेतन अनुग्रह रूप गणित हुए नाही मात्र देह बोली गणित हुए हालेलुया जदि जे अनुग्रह पाई जदि कौनसी धर्म कर्म करा जाय थांता कौनसी जदि मूल्य दिया जाय थांता कौनसी जदि व्यवस्था पालन करा जाय थांता ताहेले से अनुग्रह जदि आमानकु दिया जाय थांता ताहेले वाक्य आमानकु कुआ जाउची ता प्रकृत अनुग्रह नुए ता होची देह बोली कुआ जाय पेनाल्टी किछ देवा द्वारा आमानकु किछि पाई अछु बोली ता एई परि गणा जाय किंतु नूतन नियम रे सेही परि अनुग्रह नथिला आमाने देखुछु आ एफिसियो 2 पर्व 8 रु 9 जदि आमाने पढिबा आमाने अनुग्रह एक गिफ्ट भाबरे आमाने पाई अछु एफिसी 2 अध्याय କାରଣ ଅନୁଗ୍ରହରେ ବିଶ୍ୱାସ ଦ୍ୱାରା ତୁମ୍ଭେମାନେ ପରିତ୍ରାଣ ପାଇଅଛ ତାହା ତୁମ୍ଭମାନଙ୍କ ନିଜ ଠାରୁ ହୋଇନାହିଁ ତାହା ଈଶ୍ୱରଙ୍କ ଦାନ କ୍ରିୟାକର୍ମରୁ ନୁହେଁ ଯେପରି କେହି ଦର୍ପ ନ କରେ ଆମେନ୍। ହାଲେଲୁୟା ଅତି ସୁନ୍ଦର ଏଠି ଲେଖା ଯାଇ ଅଛି କାରଣ ଅନୁଗ୍ରହରେ ବିଶ୍ୱାସ ଦ୍ୱାରା ତୁମ୍ଭେମାନେ ପରିତ୍ରାଣ ପାଇଅଛ ତାହା ତୁମ୍ଭମାନଙ୍କ ନିଜ ଠାରୁ ହୋଇନାହିଁ ଯେଉଁ ଅନୁଗ୍ରହ ଆମାନେ ପାଇଅଛୁ ଯେଉଁ ଦୟା ଆମାନେ ପାଇଅଛୁ ସେ ଦୟାକୁ ସେ ଅନୁଗ୍ରହକୁ ବିଶ୍ୱାସ କରିବା ଦ୍ୱାରା ଆମାନେ ପରିତ୍ରାଣ ପ୍ରାପ୍ତ ହୋଇଅଛୁ ସେ ଅନୁଗ୍ରହ ଆମାନଙ୍କ ନିଜ ନିଜ ଧର୍ମ କର୍ମ ଦ୍ୱାରା ଆସି ନାହିଁ କିନ୍ତୁ ଈଶ୍ୱରଙ୍କର ଦାନ ଈଶ୍ୱର ଏକ ଦାନ ସ୍ୱରୂପ ଆମାନଙ୍କୁ ଦେଇ ଅଛନ୍ତି ଏକ ଗିଫ୍ଟ ମାଧ୍ୟମରେ ସେ ଆମାନଙ୍କୁ ପ୍ରଦାନ କରିଅଛନ୍ତି ସେଥିପାଇଁ 9 ରେ ଲେଖା ଯାଇ ଅଛି କ୍ରିୟାକର୍ମରୁ ନୁହେଁ ଯେପରି କେହି ଦର୍ପ ନ କରୁ ଆମମାନେ କ୍ରିୟାକର୍ମ କରିବା ଦ୍ୱାରା କି କୌଣସି ଉତ୍ତମ କାର୍ଯ୍ୟ କରିବା ଦ୍ୱାରା ଆମମାନଙ୍କର ଯୋଗ୍ୟତା ବା ବ୍ୟବସ୍ଥା ଆଜ୍ଞାକୁ ପାଳନ କରିବା ଦ୍ୱାରା ଆମମାନେ ଏଇ ଅନୁଗ୍ରହ ଆମମାନେ ପାଇନାଉ ବରଂ परमेश्वर आमाने पापी थिबा समयरे आमाने अधर्म थिबा समयरे आमानकु परमेश्वरको आडु परमेश्वरको साइड से आमानकु अनुग्रह प्रदान कले दया कले जदि आमाने पढिबा रोमियो 5 पर्व 6 रु 8 ଅଧ୍ୟୟନ କରିବା କାରଣ ଯେତେବେଳେ ଆମ୍ଭେମାନେ ନିରୁପାୟ ଥିଲୁ ସେତେବେଳେ ଖ୍ରୀଷ୍ଟ ଉପଯୁକ୍ତ ସମୟରେ ଅଧାର୍ମିକମାନଙ୍କ ନିମନ୍ତେ ମୃତ୍ୟୁଭୋଗ କଲେ ଧାର୍ମିକ ଲୋକ ନିମନ୍ତେ ପ୍ରାୟ କେହି ମୃତ୍ୟୁଭୋଗ କରିବ ନାହିଁ ଉତ୍ତମ ଲୋକ ନିମନ୍ତେ ଅବା କେହି ପ୍ରାଣ ଦେବାକୁ ସାହସ କରିପାରେ କିନ୍ତୁ ଆମ୍ଭେମାନେ ପାପୀ ଥିବା ସମୟରେ ସୁଦ୍ଧା ଖ୍ରୀଷ୍ଟ ଯିଏ ଆମ୍ଭମାନଙ୍କ ନିମନ୍ତେ ମୃତ୍ୟୁଭୋଗ କଲେ ସେଥିରେ ଈଶ୍ୱର ଆମ୍ଭମାନଙ୍କ ପ୍ରତି ଆପଣା ପ୍ରେମ ପ୍ରମାଣ କରୁଅଛନ୍ତି। हालेलुया धन्यवाद एटी अति सुंदर भार लेखा जाय अछि कारण जेतेबे आम्बाने निरुपाय थिलु आमानकर कोनसी उपाय नथिला व्यवस्था पालन करिबा द्वारा कि निज निज कर्म करिबा द्वारा कोनसी आमानक पाखरे उद्धार नथिला जदि व्यवस्था पालन करिबा द्वारा जदि धर्म कर्म करिबा द्वारा जदि आमाने परित्राण पाई थांतु जदि आमाने उद्धार पाई थांतु ताले यीशु ख्रीष्ट आसी न थांते आमाने व्यवस्था द्वारा निजर धर्म कर्म द्वारा आमाने परित्राण पाइबा पय असंभव थिबा जुगु निरुपाय थिबा जुगु ठीक समय रे आमाने अधार्मिक थिबा समय आमाने पापी थिबा समय रे उपयुक्त समय रे आमानक पाप निमंते सेही प्रभु यीशु ख्रीष्ट मृत्यु भोग कले तले दिया जाय अछि धार्मिक लोक निमंते प्राय केही मृत्यु भोग करिबो नाही उत्तम लोक निमंते अबा केही प्राण देबाको साहस करि पारे नाही आमे मनुष्य भाबरे आमानक निजर परिवार बा निजर बंधु मानक पाए निजर सांग मानक पाए जदि जेतेबेले असुविधा पड़ी थाए आ जेतेबेले तांको कष्ट रे दुख रे पड़ी थाए जदि भी
ତାହାକୁ ଯଦି ବ୍ଲଡ୍ ଦେବା ପାଇଁ ଆବଶ୍ୟକ ପଡ଼ିଥାଏ ତାହେଲେ ଯେତେବେଳେ ବ୍ଲଡ୍ ଦେବା ପାଇଁ ଯଦି ଆମକୁ କହିଥାଏ ତାହେଲେ ବ୍ଲଡ୍ ଦେବା ପାଇଁ ମଧ୍ୟ ଆମେ ସଂକୁଚିତ ହେଇଯାଉ। ଆମ ନିଜକୁ ଲୋଭ ଲାଗେ ଆଉ ଅନ୍ୟ ଜୀବନକୁ ତ ପ୍ରଦାନ କରିବା ପାଇଁ ତ ଅତି ବଡ଼ର ବିଷୟ। ଆମମାନଙ୍କ ମଣିଷ ମଧ୍ୟରେ ଏହି ପ୍ରକାର ରହିଅଛି, କିନ୍ତୁ ପରମେଶ୍ୱର ଆମମାନେ ପରମେଶ୍ୱରଙ୍କର ଦୃଷ୍ଟିରେ ଆମମାନେ ପାପୀ ଥିଲୁ, ଅଧର୍ମ ଥିଲୁ, ଆମମାନେ ପରମେଶ୍ୱରଙ୍କର ବିରୁଦ୍ଧରେ ଆଚରଣ କରୁଥିଲୁ, କିନ୍ତୁ ସେଇ ପରମେଶ୍ୱର ଆମମାନଙ୍କୁ ମୁକ୍ତିର ପଥ ସେ ପ୍ରସ୍ତୁତ କରିଅଛନ୍ତି। ଆଉ ତଳେ ଲେଖାଯାଇଛି, କିନ୍ତୁ ଆମ୍ଭେମାନେ ପାପୀ ଥିବା ସମୟରେ ସୁଦ୍ଧା ଖ୍ରୀଷ୍ଟ ଯେ ଆମମାନଙ୍କ ନିମନ୍ତେ ମୃତ୍ୟୁଭୋଗ କଲେ, ସେଥିରେ ଈଶ୍ୱର ଆମମାନଙ୍କ ପ୍ରତି ଆପଣା ପ୍ରେମ ସପ୍ରମାଣ କରିଅଛନ୍ତି। ହାଲେଲୁୟା। ଏଠି ଆମେ ଦେଖିଅଛୁ, ଆମେ ପାପୀ ଥିବା ସମୟରେ, ଆମେ ଅଧର୍ମ ଥିବା ସମୟରେ ଯେ ତାଙ୍କର ଅଦ୍ୱିତୀୟ ପୁତ୍ରଙ୍କୁ ସେ ପ୍ରଦାନ କଲେ, ସେ ଆମମାନଙ୍କ ନିମନ୍ତେ ସେ ମୃତ୍ୟୁଭୋଗ କଲେ, ସେ ଆମମାନଙ୍କୁ ଉଦ୍ଧାର ପ୍ରସ୍ତୁତ କଲେ। ସେ ପ୍ରତ୍ୟେକ ବିଷୟକୁ ଦେଖି ଆମେ ତାଙ୍କ ପ୍ରେମକୁ ଆମେ ଜାଣିପାରୁଛୁ। ତାଙ୍କ ପ୍ରେମକୁ ସେ ସପ୍ରମାଣ କରିଅଛନ୍ତି। ଆମମାନଙ୍କୁ କେତେ ପ୍ରେମ କରୁଅଛନ୍ତି, ଆମକୁ କେତେ ଦୟା କରୁଅଛନ୍ତି, ଆମକୁ କେତେ ଅନୁଗ୍ରହ କରୁଅଛନ୍ତି, ସେ ଅନୁଗ୍ରହ ବିଷୟକୁ ଆମେ ଏଠି ଦେଖିବାକୁ ପାଉଛୁ। ଏହା ଏକ ପରମେଶ୍ୱରଙ୍କ ରାଇଚିୟସନେସ୍ ବା ପରମେଶ୍ୱରଙ୍କର ପବିତ୍ରତାକୁ ବୁଝାଏ। ଯଦି ଆମେ ମନୁଷ୍ୟ ଭାବରେ ଆମମାନଙ୍କର ବିରୁଦ୍ଧାଚରଣ କରୁଥିବା ବ୍ୟକ୍ତି, ଆମମାନଙ୍କର ଅନିଷ୍ଟ ଚେଷ୍ଟା କରୁଥିବା ବ୍ୟକ୍ତିଙ୍କୁ କେବେ ବି ଆମେ ପ୍ରେମ କରିବାକୁ ଆମେ ଶିଖିନାହୁଁ। ଯଦି ବି ମନୁଷ୍ୟ ଭାବରେ ସେହିପରି ଯଦି ପ୍ରେମ କରେ, ତାହେଲେ ସେ ଧାର୍ମିକ ବ୍ୟକ୍ତି ହେଇଥିଲେ ହିଁ ସେ ଏହିପରି ସେ ପ୍ରେମ ଦେଖାଏ। ପରମେଶ୍ୱର ଧାର୍ମିକ ହେଇଥିବାରୁ, ପରମେଶ୍ୱର ପବିତ୍ର ହେଇଥିବାରୁ ତାଙ୍କର ସେ ପ୍ରେମକୁ ସେ ସପ୍ରମାଣ କରି ସେ ଆମମାନଙ୍କ ପ୍ରତି ସେ ପରିପ୍ରକାଶ କରୁଅଛନ୍ତି। ଆଉ ଦ୍ୱିତୀୟରେ ଆମେ ଦେଖିବା ୟୁନିଭର୍ସାଲ ଗ୍ରେସ୍ ବା ଅନୁଗ୍ରହ ସାରା ପୃଥିବୀର ଲୋକମାନଙ୍କ ନିମନ୍ତେ ଥିଲା। ଆଉ ପୁରାତନ ନିୟମରେ ଆମେ ଦେଖିଲୁ କେବଳ ଇସ୍ରାଏଲ ଲୋକମାନଙ୍କ ନିମନ୍ତେ ଥିଲା, କିନ୍ତୁ ନୂତନ ନିୟମରେ ସାରା ଜଗତ, ଏ ଜଗତ ସମସ୍ତଙ୍କ ନିମନ୍ତେ ଥିଲା। କୌଣସି ଏହିପରି ପାର୍ଟିକୁଲାର ବ୍ୟକ୍ତିଙ୍କ ପାଇଁ ନଥିଲା କି କୌଣସି ପାର୍ଟିକୁଲାର ଜାତି ମାନଙ୍କ ପାଇଁ ନଥିଲା। ଏ ଜଗତରେ ଆମେ ଅନେକ ପ୍ରକାର ଲୋକମାନେ ଆମେ ବାସ କରୁଅଛୁ। ଧାର୍ମିକ ବ୍ୟକ୍ତି ବାସ କରୁଅଛୁ, ପାପୀ ଲୋକ ବାସ କରୁଅଛୁ, ଅନେକ ଧର୍ମ ବ୍ୟକ୍ତିମାନେ ଆମେ ବାସ କରୁଅଛୁ, କିନ୍ତୁ ପ୍ରତ୍ୟେକ ଧର୍ମ ଲୋକମାନେ, ପ୍ରତ୍ୟେକ ବ୍ୟକ୍ତିମାନଙ୍କ ପାଇଁ ସେଇ ଅନୁଗ୍ରହର ପଥ ସେ ଦ୍ୱାର ଖୋଲି ଅଛନ୍ତି। ସେ ୟୁନିଭର୍ସାଲ ଆଉ ଗ୍ରେସ୍ ବୋଲି ଆମେ କହିଥାଉ। ଯଦି ଆମେ ଗାଲାତି 3:28 ଯଦି ଆମେ ଦେଖୁ, ସେଠାରେ ଆଉ ପରମେଶ୍ୱର କେଉଁ ପ୍ରକାର ସେ କହୁଛନ୍ତି। ଗାଲାତି 3:28। ଅଧ୍ୟୟନ କରିବା 3:28। ଯେଉଁଥି କି ଗ୍ରୀକ୍, ଦାସ କି ସ୍ୱାଧୀନ, ପୁରୁଷ କି ସ୍ତ୍ରୀ, ତୁମ୍ଭମାନଙ୍କ ମଧ୍ୟରେ କିଛି ରହି ପ୍ରଭେଦ ନାହିଁ, କାରଣ ଖ୍ରୀଷ୍ଟ ଯୀଶୁଙ୍କ ଠାରେ ତୁମ୍ଭେମାନେ ଏକ। ଆମେନ୍। ହାଲେଲୁୟା। ସମସ୍ତେ କହିବା ହାଲେଲୁୟା। ଏଠାରେ ଅତି ସୁନ୍ଦର ଭାବରେ ଲେଖାଯାଇଅଛି, ଯିହୁଦୀ କି ଗ୍ରୀକ୍, ଦାସ କି ସ୍ୱାଧୀନ, ପୁରୁଷ କି ସ୍ତ୍ରୀ, ତୁମମାନଙ୍କ ମଧ୍ୟରେ କିଛି ରହି ପ୍ରଭେଦ ନାହିଁ। ଯେଉଁମାନେ ଯୀଶୁଙ୍କୁ ବିଶ୍ୱାସ କରନ୍ତି, ଯେଉଁମାନେ ଅନୁଗ୍ରହକୁ ସେମାନେ ଗ୍ରହଣ କରନ୍ତି, ଅନୁଗ୍ରହ ଛାୟା ମଧ୍ୟରେ ଯେଉଁମାନେ ବାସ କରନ୍ତି, ସେମାନେ କୌଣସି ପରମେଶ୍ୱରଙ୍କ ଦୃଷ୍ଟିରେ ପ୍ରଭେଦ ନାହିଁ। ପରମେଶ୍ୱର ପ୍ରତ୍ୟେକଙ୍କ ନିମନ୍ତେ ସେ ଉଦ୍ଧାରର ପଥ ସେ ପ୍ରସ୍ତୁତ କରିଅଛନ୍ତି। ଯେଉଁମାନେ ଖ୍ରୀଷ୍ଟଙ୍କୁ ଗ୍ରହଣ କରିଅଛନ୍ତି ଆଉ ଖ୍ରୀଷ୍ଟଙ୍କୁ ବିଶ୍ୱାସ କରିଅଛନ୍ତି, ସେ ଖ୍ରୀଷ୍ଟଙ୍କ ଦ୍ୱାରା ସମସ୍ତେ ସେ ଏକୀଭୂତ ବା ଗୋଟେ ଜାତି ବା ଗୋଟେ ବ୍ୟକ୍ତି ଭାବରେ ସେ ଗ୍ରହଣ କରନ୍ତି, ତାଙ୍କରି ସନ୍ତାନ ରୂପେ ଆମମାନଙ୍କୁ ଗ୍ରହଣ କରନ୍ତି। ସେଥିପାଇଁ ଆମମାନେ ଏହି ଅନୁଗ୍ରହ ସମୟରେ ଆମମାନେ ନିଜ ନିଜକୁ ଆମେ ପ୍ରସ୍ତୁତ କରିବାକୁ ପଡ଼ିବ। ନିଜ ନିଜକୁ ଆମମାନେ ଈଶ୍ୱରଙ୍କ ନିକଟକୁ ସମର୍ପଣ କରିବାକୁ ପଡ଼ିବ। ତାହେଲେ ଆମମାନେ ସେ ଅନୁଗ୍ରହ ଦିନରେ ଆମମାନେ ପରିତ୍ରାଣ ପାଇବା, ଅନୁଗ୍ରହ ଦିନରେ ଆମମାନେ ଈଶ୍ୱରଙ୍କର ଉଦ୍ଧାର ପାଇବା। ଆଉ ଅନୁଗ୍ରହ ତୃତୀୟରେ ଅନୁଗ୍ରହ
ଆଉ ନୂତନ ନିୟମରେ ଅନ୍ତରର ପରିବର୍ତ୍ତନ ବା ବାହ୍ୟିକ ଆନ୍ତରିକ ପରିବର୍ତ୍ତନକୁ ଗୁରୁତ୍ୱ ଦିଆଗଲା। ପୁରାତନ ନିୟମରେ ବାହ୍ୟିକ ରୂପର ଆଉ ଗୁରୁତ୍ୱ ଦିଆଗଲା, କିନ୍ତୁ ନୂତନ ନିୟମରେ ଅନ୍ତରର ପରିବର୍ତ୍ତନକୁ ଗୁରୁତ୍ୱ ଦିଆଗଲା। ଆଉ ସେଇ ସମୟରେ ଆଉ କୌଣସି ବଳିଦାନ ବା କୌଣସି ବ୍ୟବସ୍ଥାର ପାଳନ ଆବଶ୍ୟକ ପଡ଼ିନଥିଲା, କିନ୍ତୁ ଯୀଶୁଙ୍କ ଠାରେ ବିଶ୍ୱାସ କରିବା ଦ୍ୱାରା, ଯୀଶୁଙ୍କ ଅନୁଗ୍ରହକୁ ଗ୍ରହଣ କରିବା ଦ୍ୱାରା, ନିଜକୁ ଜୀବନରେ ଆମେ ବ୍ୟବହାର କରିବା ଦ୍ୱାରା ଆମମାନଙ୍କ ଜୀବନ ପରିବର୍ତ୍ତିତ ଦେଖାଯାଏ। ଯଦି ଆମେ ଦେଖୁ ଆଉ 2 କରନ୍ତି 5:17 ଯଦି ଆମେ ଦେଖୁଅଛୁ, ସେଟାରେ ଆମେ ଅତି ସୁନ୍ଦର ଭାବରେ ଆମେ ଅଧ୍ୟୟନ କରିବା କହିପାରିବା। 5:17। ଏଣୁ ଯଦି କେହି ଖ୍ରୀଷ୍ଟଙ୍କ ଠାରେ ଅଛି, ତେବେ ସେ ନୂତନ ସୃଷ୍ଟି ହୋଇଅଛି। ପୁରାତନ ବିଷୟ ସବୁ ଲୋପ ପାଇଅଛି, ଦେଖ ନୂତନ ବିଷୟ ସବୁ ହୋଇଅଛି। ଆମେନ୍। ହାଲେଲୁୟା, ଧନ୍ୟବାଦ। ଏଣୁ ଯଦି କେହି ଖ୍ରୀଷ୍ଟଙ୍କ ଠାରେ ଅଛି, ତେବେ ସେ ନୂତନ ସୃଷ୍ଟି ହୋଇଅଛି। ପୁରାତନ ବିଷୟ ସବୁ ଲୋପ ପାଇଅଛି, ଦେଖ ନୂତନ ସୃଷ୍ଟି ଅଛି। ଯଦି ଜଣେ ବ୍ୟକ୍ତି, ଯେକୌଣସି ବ୍ୟକ୍ତି ହେଇଥାଉ, ଯେକୌଣସି ଧର୍ମର ଲୋକ ହେଇଥାଉ, ଯଦି ସେ ଯୀଶୁଙ୍କୁ ଗ୍ରହଣ କରିଅଛି, ଯୀଶୁଙ୍କୁ ବିଶ୍ୱାସ କରିଅଛି, ସେ ଅନୁଗ୍ରହ କଣ ସେ ଜାଣିଅଛି, ଗ୍ରହଣ କରିଅଛି, ତାହେଲେ ସେ ତାଙ୍କ ଜୀବନରେ ଏକ ନୂତନ ସୃଷ୍ଟି ହୋଇଅଛି। ପୁରାତନ ସବୁ ସେ ଲୋପ ପାଇବ। ପୁରାତନ ବିଷୟ ସବୁ ଲୋପ ପାଇଅଛି। ଅବଶ୍ୟ ଯେତେବେଳେ ଯୀଶୁଙ୍କୁ ଆମେ ଗ୍ରହଣ କରୁଛୁ, ଯୀଶୁଙ୍କର ଆଚରଣରେ ଆମେ ନିଜକୁ ପରିଧାନ କରୁଅଛୁ, ସେହି ସମୟରେ ଆମମାନଙ୍କ ପୁରାତନ ବିଷୟ ସବୁ ଚାଲିଯିବ ଆଉ ଆମମାନଙ୍କ ଜୀବନରେ ନୂତନ ଜୀବନ ଆମମାନଙ୍କ ଆରମ୍ଭ ହେବ। ଆମମାନେ ଏ ବାକ୍ୟର ଆମମାନେ ଶିଖିବାକୁ ଆମମାନେ ପାଇଅଛୁ କି ଆଉ এই ଅନୁଗ୍ରହ ସମୟରେ ଆମମାନଙ୍କ ନିଜ ନିଜ ଜୀବନକୁ ବା ନିଜ ନିଜ ହୃଦୟକୁ ଆମମାନେ ପରିବର୍ତ୍ତିତ କରିବାକୁ ପଡ଼ିବ। ଆଉ ସେକେଣ୍ଡରେ ଆମମାନେ ଦେଖିବା ଯେଉଁ ନୂତନ ନିୟମର ଅନୁଗ୍ରହ, ଯେଉଁ ଆମମାନଙ୍କ ନିମନ୍ତେ ଯେଉଁ ଅନୁଗ୍ରହ ରହିଅଛି, ସେ ଅନୁଗ୍ରହ କେତେ ପ୍ରକାର ସ୍ତର ରହିଅଛି, ସେ ସ୍ତର ବିଷୟକୁ ଆମମାନେ ଆଉ କିଛି ବାକ୍ୟ ମଧ୍ୟକୁ ଆମେ କିଛି ଚିନ୍ତା କରିବା। ଯେପରି ପରିତ୍ରାଣର 3ଟା ସ୍ତର ରହିଅଛି, ସାନ୍ଟିଫିକେସନ, ଜଷ୍ଟିଫିକେସନ, ଗ୍ଲୋରିଫିକେସନ, ଏହିପରି ଯୋଉ 3ଟା ଷ୍ଟେପ ରହିଅଛି, ସେହିପରି ଅନୁଗ୍ରହ ମଧ୍ୟ 3ଟା ଷ୍ଟେପ ରହିଅଛି। ଆଉ ପ୍ରଥମ ଷ୍ଟେପ ହେଲା କମନ ଗ୍ରେସ୍ ବା ସର୍ବସାଧାରଣ ଅନୁଗ୍ରହ। ସର୍ବସାଧାରଣଙ୍କ ପାଇଁ ପରମେଶ୍ୱର ସେ ଅନୁଗ୍ରହ ପ୍ରଦାନ କରିଅଛନ୍ତି। କୌଣସି ଜାତି କି କୌଣସି ବ୍ୟକ୍ତିଙ୍କୁ ସେ ଲକ୍ଷ୍ୟ କରିକି ସେ ଦେଇନାହାନ୍ତି। ଆମେ ଉପରେ ଆମେ ଦେଖିଲୁ ୟୁନିଭର୍ସାଲ ଅନୁଗ୍ରହ ବୋଲି ଯୋଉଟା ଆମେ କହୁଛୁ, ସମସ୍ତଙ୍କ ପାଇଁ ସେ ଅନୁଗ୍ରହ ପ୍ରଦାନ କରିଅଛନ୍ତି। ସମସ୍ତଙ୍କ ପାଇଁ ଉଦ୍ଧାରର ପଥ ସେ ପ୍ରସ୍ତୁତ କରିଅଛନ୍ତି। ଯେଉଁମାନେ ସେ ପଥ ଦେଇ ଯିବେ, ଯେଉଁମାନେ ସେଇ ଅନୁଗ୍ରହକୁ ଗ୍ରହଣ କରିବେ, ସେମାନେ ହିଁ ଉଦ୍ଧାର ପାଇବେ। କୌଣସି ଏପରି ଜାତି ବ୍ୟକ୍ତିଙ୍କୁ ଆଉ ପର୍ସନାଲ ବା ଏପରି ରଖାଯାଇନି। ଆମେ ଦେଖିବା ଯଦି ଯୋହନ 3:16 ଯଦି ଆମେ ଦେଖିବା, ଅତି ସୁନ୍ଦର ବାକ୍ୟ, ଆମେ ସମସ୍ତେ ଜାଣିଅଛୁ ସେ ବାକ୍ୟଟି। ଅଧ୍ୟୟନ କରିବା। କାରଣ ଈଶ୍ୱର ଜଗତକୁ ହେଡ଼େ ପ୍ରେମ କଲେ ଯେ ସେ ଆପଣା ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ, ଯେପରି ଯେ କେହି ତାହାଙ୍କଠାରେ ବିଶ୍ୱାସ କରେ ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ। ହାଲେଲୁୟା। ଏଠାରେ ଲେଖାଯାଇଅଛି, କାରଣ ଈଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ ଯେ, ଏହିପରି ପ୍ରେମ କଲେ, এই ଜଗତକୁ ଏହିପରି ପ୍ରେମ କଲେ, ଆମମାନଙ୍କୁ ଏହିପରି ପ୍ରେମ କଲେ ଯେ ତାଙ୍କ ପ୍ରେମକୁ ଆମେ କୌଣସି ମାଧ୍ୟମରେ ଆମେ ବର୍ଣ୍ଣନା କରିପାରିବା ନାହିଁ, କୌଣସି ମାଧ୍ୟମରେ ଆମେ ମାପି ପାରିବା ନାହିଁ। ଏଠାରେ ଲେଖାଯାଇଅଛି, କାରଣ ଜଗତକୁ ଏଡ଼େ ପ୍ରେମ କଲେ। ଜଗତ କହିଲେ ଆମ୍ଭମାନଙ୍କୁ, ଏ ଜଗତରେ ବାସ କରୁଥିବା ପ୍ରାଣୀମାନଙ୍କୁ, ଏ ଜଗତରେ ବାସ କରୁଥିବା ମନୁଷ୍ୟମାନଙ୍କୁ ସେ ପ୍ରେମ କରିଲେ। ଆଉ ଏ ଜଗତରେ ବାସ କରୁଥିବା ଲୋକମାନଙ୍କୁ
ଯେ କେହି ଏଠାରେ ଲେଖାଯାଇଛି ଯେ କେହି କୌଣସି ବ୍ୟକ୍ତିଙ୍କୁ ଲକ୍ଷ୍ୟ କରିକି କୁହାଯାଇନି ଯେ କେହି ବିଶ୍ୱାସ କରେ ସେ ବିନଷ୍ଟ ନ ହୋଇ ସେ ଅନନ୍ତ ଜୀବନ ପ୍ରାପ୍ତ ପାଇବ। ଏହାକୁ ହିଁ କମନ ଗ୍ରେସ୍ ବା ସର୍ବସାଧାରଣ ଅନୁଗ୍ରହ ବୋଲି ଆମେ କହିଥାଉ। ସମସ୍ତଙ୍କ ପାଇଁ ଅନୁଗ୍ରହ ରହିଅଛି। ସମସ୍ତଙ୍କ ପାଇଁ ଅନୁଗ୍ରହର ଦ୍ୱାର ଖୋଲା ଯାଇଅଛି। ଡିଫରେଣ୍ଟ ଏତିକି ଅନୁଗ୍ରହ ର ମୂଲ୍ୟକୁ ଆମେ ଜାଣିପାରିଅଛୁ ଯେଉଁମାନେ ଯୀଶୁଙ୍କୁ ଗ୍ରହଣ କରୁଅଛୁ। କିନ୍ତୁ ବିଜାତି ମାନେ ସେମାନେ ଅନୁଗ୍ରହର ଉପସ୍ଥିତିକୁ ସେମାନେ ଗ୍ରହଣ କରିନାହାନ୍ତି କି ଜାଣିନାହାନ୍ତି। ତାହା ହେଉଛି ଭିନ୍ନ ପ୍ରକାର। କିନ୍ତୁ ପରମେଶ୍ୱରଙ୍କ ଦୃଷ୍ଟିରେ ସମସ୍ତଙ୍କ ପାଇଁ ସେ ଅନୁଗ୍ରହର ଦ୍ୱାର ସେ ଖୋଲିଛନ୍ତି। ସମସ୍ତଙ୍କୁ ସେ ଅନୁଗ୍ରହ ପ୍ରଦାନ କରିଅଛନ୍ତି। ଯେଉଁମାନେ ସେ ଅନୁଗ୍ରହକୁ ଗ୍ରହଣ କରନ୍ତି, ଯେଉଁମାନେ ସେ ଅନୁଗ୍ରହକୁ ଜାଣନ୍ତି, ବ୍ୟବହାର କରନ୍ତି, ସେମାନେ ସେ ଉଦ୍ଧାର ପାଇବେ। ଆଉ ଦ୍ୱିତୀୟରେ ଆମେ ଦେଖିବା ସେଭିଂ ଗ୍ରେସ୍ ବା ମୁକ୍ତିର ଅନୁଗ୍ରହ ବା ମୁକ୍ତିର ପଥର ପ୍ରସ୍ତୁତିର ଅନୁଗ୍ରହ। କେବଳ ପରମେଶ୍ୱର ଆମମାନଙ୍କୁ ପ୍ରେମ କରିନାହାନ୍ତି, କିନ୍ତୁ ଆମମାନଙ୍କର ଅନୁଗ୍ରହର ମାଧ୍ୟମ କେଉଁ ପ୍ରକାର ପଥ ରହିବା ଆବଶ୍ୟକ, କେଉଁ ପ୍ରକାର ପଥ ରହିଅଛି, ସେ ପଥ ମଧ୍ୟ ପ୍ରସ୍ତୁତ କରିଅଛି। ଆଉ ତଳେ ଆମେ ଦେଖୁଅଛୁ ଯେ ଆପଣା ଅଦ୍ୱିତୀୟ ପୁତ୍ରଙ୍କୁ ସେ ଦାନ କଲେ। ସେ ଆପଣା ଅଦ୍ୱିତୀୟ ପୁତ୍ରଙ୍କୁ, ସେ ଏକମାତ୍ର ପୁତ୍ରଙ୍କୁ ସେ ଦାନ କଲେ। ସେ କେବଳ ପ୍ରେମ କରିନାହାନ୍ତି, କିନ୍ତୁ ଆପଣା ଅଦ୍ୱିତୀୟ ପୁତ୍ରଙ୍କୁ ସେ ଦାନ କଲେ। ସେ ଦାନ ଆକାରରେ, ଗିଫ୍ଟ ଆକାରରେ ଆମମାନଙ୍କର ଉଦ୍ଧାରର ପଥ ପ୍ରସ୍ତୁତ କଲେ। ଆଉ ଯେ କେହି ତାଙ୍କଠାରେ ବିଶ୍ୱାସ କରେ ସେ ବିନଷ୍ଟ ନହେଇ ସେ ଅନନ୍ତ ଜୀବନ ପାଇବ। ଯେଉଁମାନେ ପରିତ୍ରାଣ ପାଆନ୍ତି ସେମାନେ ଅନନ୍ତ ଜୀବନ ପାଆନ୍ତି। ଯେଉଁମାନେ ଅନନ୍ତ ଜୀବନ ପାଆନ୍ତି ସେମାନେ ସ୍ୱର୍ଗ ରାଜ୍ୟ ପ୍ରବେଶ କରିବା ପାଇଁ ସେମାନେ ସୁଯୋଗ ପାଆନ୍ତି। ଆମେ ଦେଖିବା ଥାର୍ଡରେ ସାଣ୍ଟିଫାଇ ଗ୍ରେସ୍ ମାନେ ପବିତ୍ରକରଣ ଅନୁଗ୍ରହ। ପରମେଶ୍ୱର କେବଳ ଯେ ଆମମାନଙ୍କୁ ପ୍ରେମ କରିନାହାନ୍ତି କି ମୁକ୍ତିର ପଥକୁ ପ୍ରସ୍ତୁତ କରିନାହାନ୍ତି, କିନ୍ତୁ ଆମମାନଙ୍କ ଦୈନନ୍ଦିନ ଜୀବନରେ ଆମେ କେମିତି ପବିତ୍ରକରଣ ହେବା, କେମିତି ଆମେ ଶୁଦ୍ଧିକରଣ ହେବା, କେମିତି ଆମେ ପବିତ୍ର ହେବା, ସେ ବିଷୟ ମଧ୍ୟ ପରମେଶ୍ୱର ପ୍ରସ୍ତୁତ କରିଅଛନ୍ତି। ଆମେ ଜାଣୁଛୁ ଆମମାନଙ୍କ ନିମନ୍ତେ ପ୍ରଭୁ ଯୀଶୁ ମରିଅଛନ୍ତି ବା ଆମମାନେ ପ୍ରଭୁ ଯୀଶୁଙ୍କୁ ଆମେ ଗ୍ରହଣ କରିଅଛୁ ସତ, କିନ୍ତୁ ଆମମାନେ ଏହି ପାର୍ଥିବ ଜଗତରେ ବାସ କରିଥିବା ହେତୁ, ଆମମାନେ ପାର୍ଥିବ ଶରୀରରେ ବାସ କରିଥିବା ହେତୁ ଆମମାନଙ୍କ ଶରୀରର ମଧ୍ୟରେ ସେଇ ପୁରାତନ ସ୍ୱଭାବ ଆଜି ମଧ୍ୟ ରହିଅଛି। ସେ ପୁରାତନ ସ୍ୱଭାବକୁ ବିନାଶ କରିବା ପାଇଁ, ସେ ପୁରାତନ ସ୍ୱଭାବକୁ ଦୂର କରିବା ପାଇଁ ହେଲେ ଆମମାନେ ସେ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ବା ପବିତ୍ର ଆତ୍ମାଙ୍କ ଦ୍ୱାରା ଆମମାନେ ପବିତ୍ରକୃତ ହେଇପାରିବା। ଯେମିତିକି ଆମମାନେ ଶରୀରରେ ଯଦି ମଳିନ ହେଲେ କି ଆମମାନେ ପାଣିକୁ ଆବଶ୍ୟକତା ପଡୁ, ଦୈନନ୍ଦିନ ଆମମାନେ ଗାଧେଇବା ଦ୍ୱାରା ଆମମାନେ ଆଉ ପରିଷ୍କୃତ ହେଇପାରୁ। ସେଇ ରୂପେ ଆମମାନେ ଆତ୍ମାରେ ଯଦି ମଳିନ ହେଲେ, ଆତ୍ମାରେ ଯଦି ଦୁର୍ବଳ ହେଲେ, ଆତ୍ମାରେ ଯଦି କଳଙ୍କିତ ହେଲେ, ଆଉ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ଆମମାନେ ପବିତ୍ରକରଣ ହେଇପାରିବା। ଆମେ ଦେଖିବା 1 କରନ୍ତି 6:11 ଅତି ସୁନ୍ଦର ଭାବରେ ଲେଖାଯାଇଅଛି। ଅଧ୍ୟୟନ କରିବା 6:11। ଆଉ ତୁମ୍ଭମାନଙ୍କ ମଧ୍ୟରୁ କେହି କେହି ଏହି ପ୍ରକାର ଥିଲ, କିନ୍ତୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ମୁଁ ଆମ୍ଭମାନଙ୍କ ଈଶ୍ୱରଙ୍କ ଆତ୍ମାଙ୍କ ଦ୍ୱାରା ତୁମ୍ଭେମାନେ ଧୌତ ହୋଇଅଛ, ପବିତ୍ରୀକୃତ ହୋଇଅଛ ଓ ଧାର୍ମିକ ବୋଲି ଗଣିତ ହୋଇଅଛ। ହାଲେଲୁୟା। ଏଠି ଲେଖାଯାଇଅଛି ଆଉ ତୁମେମାନେ ମଧ୍ୟ କେହି କେହି ଏହି ପ୍ରକାର ଥିଲ। ଏହି ପ୍ରକାର କହିଲେ ତା ଉପରେ ଯଦି ଅଂଶ ଯଦି ଆମେ ପଢିବା, ପୁରାତନ ସ୍ୱଭାବ ବିଷୟରେ ଲେଖାଯାଇଅଛି। ବ୍ୟଭିଚାରୀ, ଠକ, ଲାଞ୍ଚ, ଅନେକ ବିଷୟ ପୁରାତନ ସ୍ୱଭାବ ରହିଅଛି। ଆମମାନଙ୍କ ଜୀବନରେ ସେ ସବୁ ପୁରାତନ ସ୍ୱଭାବ ଆମମାନଙ୍କ ପ୍ରତି ରହିଲା। ସେ ପୁରାତନ ସ୍ୱଭାବକୁ ଆମେ କେମିତି ଆମେ ଦୂର କରିବା, ଏଠାରେ ବାକ୍ୟ ଆମମାନଙ୍କୁ କହେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଓ ଆମ୍ଭମାନଙ୍କର ଈଶ୍ୱରଙ୍କର ଆତ୍ମା ଦ୍ୱାରା ତୁମେମାନେ ଧୌତ ହୋଇଅଛ।
ଓ ପବିତ୍ରକରଣ ହୋଇଅଛ। ଯୀଶୁଖ୍ରୀଷ୍ଟଙ୍କ ନାମ ଦ୍ୱାରା, ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ଆମେ ପ୍ରାର୍ଥନା କରିବା ଦ୍ୱାରା, ତାଙ୍କଠାରେ ସମର୍ପଣ ହେବା ଦ୍ୱାରା, ଦୈନନ୍ଦିନ ତାଙ୍କର ଉପାସନା ଆରାଧନା କରିବା ଦ୍ୱାରା, ବାକ୍ୟ ମାଧ୍ୟମରେ, ପ୍ରାର୍ଥନା ମାଧ୍ୟମରେ ଆମେ ନିଜକୁ ନିଜ ଆମେ ଶୁଦ୍ଧିକରଣ କରିବା ବା ପବିତ୍ରକରଣ ହୋଇପାରିବା। ଆମମାନଙ୍କର ପୁରାତନ ସ୍ୱଭାବକୁ ଦୂର ହେବା ପାଇଁ ଆମମାନଙ୍କ ସାହାଯ୍ୟକାରୀ ଆତ୍ମାକୁ ମଧ୍ୟ ଆବଶ୍ୟକ ପଡ଼ିଥାଏ। ଆମେ ଯେତେବେଳେ ଧାର୍ମିକ, ଯେତେବେଳେ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ଆମେ ନିଜକୁ ଶୁଦ୍ଧିକରଣ କରୁ, ସେହି ସମୟରେ ଆମମାନଙ୍କ ଧାର୍ମିକ ବ୍ୟକ୍ତି ବୋଲି ଆମମାନଙ୍କୁ ପରମେଶ୍ୱର ଗଣନା କରନ୍ତି। ତେଣୁ ଆମେ ଏହି ଶେଷ ସମୟରେ ଆମେ ଅତି ସୁନ୍ଦର ବା ସମୟ ପାଇଅଛୁ। ଏହି ସମୟ ମଧ୍ୟରେ ଆମେ ଏହି ଅନୁଗ୍ରହ ମଧ୍ୟରେ ଆମେ ଯୀଶୁଖ୍ରୀଷ୍ଟଙ୍କୁ ଆମେ ଗ୍ରହଣ କରି ଆମେ ଦୈନନ୍ଦିନ ଜୀବନରେ ଆମମାନଙ୍କର ପୁରାତନ ସ୍ୱଭାବକୁ ଆମେ ତାଙ୍କ ଦ୍ୱାରା ଆମେ ପରିଷ୍କୃତ ହେବାକୁ ପଡ଼ିବା। ଶେଷ ସମୟରେ ଆଉ ଦୁଇଟି ବିଷୟକୁ ମୁଁ ବାଇବଲ ମଧ୍ୟରୁ ଉଦାହରଣ କହି ମୁଁ ଶେଷ କରିବାକୁ ଚାହେଁ। ଆମମାନଙ୍କର ପାପରୁ, ଆମମାନଙ୍କର ଭୁଲରୁ ଆମେ କେମିତି ଅନୁତାପ କରି ଆମେ ଫେରିପାରିବା। ବାଇବଲରେ ଆମେ ଦେଖୁଅଛୁ ଦାଉଦଙ୍କ ଜୀବନରେ, ଦାଉଦ ମଧ୍ୟ ସମ୍ଭ୍ରାନ୍ତ ରାଜା ଥିଲେ, ସେ ମଧ୍ୟ ପରମେଶ୍ୱରଙ୍କର ମତ ବ୍ୟକ୍ତି ଥିଲେ, ପରମେଶ୍ୱରଙ୍କର ମନକୁ ସେ ଜାଣିଥିଲେ, ଏହିପରି ପବିତ୍ର ବ୍ୟକ୍ତି ସେ ଥିଲେ। କିନ୍ତୁ ଦିନେ ତାଙ୍କ ଜୀବନରେ ପରୀକ୍ଷା ଆସିଲା। ଉରିୟଙ୍କ ସ୍ତ୍ରୀ ସେ ବ୍ୟଭିଚାରୀ କାର୍ଯ୍ୟ କରିବାରେ ସେ ପାପ କରିଲେ, ବ୍ୟଭିଚାରୀ କାର୍ଯ୍ୟ କରିଥିଲେ। କିନ୍ତୁ ଯେତେବେଳେ ସେ ନିଜକୁ ଚେତନା ପାଇଲେ, ସେ ଅନୁତାପ କରି ସେ ପରମେଶ୍ୱରଙ୍କ ନିକଟରେ ସେ ଫେରିଲେ, ପରମେଶ୍ୱରଙ୍କ ଠାରେ ସେ ପ୍ରାର୍ଥନା କରିଲେ, କ୍ଷମା ପାଇବା ନିମନ୍ତେ ସେ ପ୍ରାର୍ଥନା କରିଲେ। ପରମେଶ୍ୱର ତାଙ୍କର ପ୍ରାର୍ଥନା ସେ ଶୁଣିଲେ, କାରଣ ପରମେଶ୍ୱର ଅନୁଗ୍ରହ ସମୟରେ ହିଁ ଆମମାନଙ୍କ ପ୍ରାର୍ଥନା ଶୁଣନ୍ତି। ଅନୁଗ୍ରହ ସମୟରେ ହିଁ ଆମମାନଙ୍କର ଅନୁତାପ ବିଷୟକୁ, ପାପ ବିଷୟକୁ ସେ ପରିତ୍ରାଣ କରିବା ପାଇଁ ସେ ଆମମାନଙ୍କ ପ୍ରାର୍ଥନା ସେ ଶୁଣନ୍ତି। ଆମେ ଆଉ ଗୋଟେ ଉଦାହରଣ ଆମେ ଦେଖୁ, ଅପବ୍ୟ ପୁତ୍ର, ଲୁକ 15 ପର୍ବ 17ରେ ଯଦି ଆମେ ଦେଖୁ, ସେ ସମୟରେ ଅତି ସୁନ୍ଦର ଭାବରେ ଆମେ ଦେଖିପାରିବା। ଅଧ୍ୟୟନ କରିବା 15:17। ମାତ୍ର ସେ ଚେତନା ପାଇ କହିଲା, ମୋହର ବାପାଙ୍କ କେତେ ମୂଲ୍ୟଙ୍କର ଖାଦ୍ୟ ଭଳି ପଡୁଅଛି, କିନ୍ତୁ ମୁଁ ଏଠାରେ ଭୋକରେ ମରୁଅଛି। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ଆମେ ଏହି ବାକ୍ୟଟିକୁ ଆମେ ଜାଣିଅଛୁ ସମସ୍ତେ। ଏ ବାକ୍ୟଟି ପ୍ରତ୍ୟେକ ସମୟରେ ଆମେ ଶିକ୍ଷା ଦେଇଥାଉ, ପ୍ରତ୍ୟେକ ସମୟରେ ଆମେ ପଢିଥାଉ ମଧ୍ୟ। ଏଇଠି ଆମେ ଦେଖିବାକୁ ପାଉଛୁ ଜଣେ ଧନୀ ବ୍ୟକ୍ତି, ତାଙ୍କର 2ଟି ପୁତ୍ର ଥିଲା, କିନ୍ତୁ ସାନ ପୁତ୍ର ସେ ବାପାଙ୍କର ଅଧିକାରକୁ ସେ ତାଙ୍କ ବାଗରେ ସେ ମାଗି ସେ ଦୂର ଦେଶକୁ ସେ ଚାଲିଯିବା ପାଇଁ ନିଜ କାର୍ଯ୍ୟରେ ସେ ଅପବ୍ୟବହାର କରି ସେ ସବୁ ଟଙ୍କା ପଇସାକୁ ସେ ଅପବ୍ୟବହାର କରିବା ପାଇଁ ସେ ଯାଉଅଛନ୍ତି। ଯେତେବେଳେ ଦୂର ଦେଶକୁ ଯାଉଅଛନ୍ତି, ଅନେକ ସାଙ୍ଗସାଥି ମାନଙ୍କ ସଙ୍ଗରେ ସେ ସାଙ୍ଗସାଥି ହେଉଛି, ଅନେକ ଖରାପ କାର୍ଯ୍ୟ କରିକି ସେ ଅନେକ ଯେଉଁ ତାଙ୍କ ଭାଗର ପଇସା ବା ତାଙ୍କର ଧନ ସମ୍ପତ୍ତି ସେ ବିକ୍ରୟ କରି ଯେଉଁ ଟଙ୍କା ନେଇଥିଲା, ସେ ପ୍ରତ୍ୟେକ ଟଙ୍କାକୁ ସେ ବ୍ୟୟ କରିଦେଉଛି। ଯେତେବେଳେ ତାଙ୍କ ପାଖରେ ଟଙ୍କା ଥିଲା, ପଇସା ଥିଲା, ଅନେକ ସାଙ୍ଗସାଥି ତାଙ୍କ ନିକଟରେ ସେମାନେ ସାଙ୍ଗସାଥି ହେଲେ। ଯେତେବେଳେ ଯେଉଁ ଦିନ ପଇସା ସରିଲା, ଟଙ୍କା ସରିଲା, ତାଙ୍କ ପାଖରେ କିଛି ନଥିଲା, ସମସ୍ତେ ତାଙ୍କ ନିକଟରୁ ସେ ପଳାୟନ କଲେ, ସମସ୍ତେ କେହି ନଥିଲେ ତାଙ୍କ ପାଖରେ। ଏହିପରି ଦିନେ ସେଇ ଦେଶରେ ଦୁର୍ଭିକ୍ଷ ଆସିଲା। ସେ ଦୁର୍ଭିକ୍ଷ ସମୟରେ ସେ ଏହିପରି ଅସୁବିଧାରେ, ଏହିପରି ଦୁଃଖ ପରିସ୍ଥିତିରେ ସେ ପଡ଼ିଲେ। ସେଇ ସମୟରେ ପୂର୍ବ ଜୀବନକୁ ସେ ମନେ ପକାଉଛନ୍ତି। ସେ ପିତାଙ୍କ ନିକଟରେ ରହିବା ସମୟରେ
ପିତାଙ୍କ ଗ୍ରହରେ ରହିବା ସମୟରେ ଯେଉଁ ସବୁ ସୁବିଧା, ଯେଉଁ ସବୁ ଖାଦ୍ୟ, ଯେଉଁ ସବୁ ଆନନ୍ଦ ଖୁସି ତାଙ୍କ ଜୀବନରେ ଥିଲା, ସେଇ ସବୁ ସେ ଚେତନା ପାଉଅଛି। ଆମମାନଙ୍କ ଜୀବନରେ ମଧ୍ୟ ଆମମାନଙ୍କ ନିଜ ନିଜ ଇଚ୍ଛାରେ, ଜାଗତିକ କାର୍ଯ୍ୟରେ, ଜାଗତିକ ଜୀବନରେ ଆମେ ଅନେକ ନିଜ ଜୀବନକୁ ଆମେ ବିନାଶ କରିବା ପାଇଁ ଆମେ ଯାଉ। ଯେତେବେଳେ ଆମେ ନିରୁପାୟ, ହତାଶ, ନିରାଶ ହଉ, ସେଇ ସମୟରେ ପୂର୍ବବର୍ତ୍ତୀ ଜୀବନକୁ ଆମେ ମନେ ପକାଉ। ସେଇ ସମୟରେ ମୁଁ ଏମିତି ଥିଲି, ପ୍ରଭୁଙ୍କ ନିକଟରେ, ପ୍ରଭୁଙ୍କ ଉପସ୍ଥିତିରେ ଥିବା ସମୟରେ ଏହିପରି ଥିଲି, ମଣ୍ଡଳୀର ଉପସ୍ଥିତି ଥିବା ସମୟରେ ଏହିପରି ଜୀବନ ଥିଲା। ଆଜି ମୁଁ ଏହି ପ୍ରକାର ମୋର ପରିସ୍ଥିତି ହେଇଯାଇଛି ବୋଲିକି ଆମେ ଚେତନା ପାଉ। ଏଠି ସେଇ ଅପବ୍ୟ ପୁତ୍ରଙ୍କ ଜୀବନରେ, ତାଙ୍କ ଜୀବନରେ 7 ପ୍ରକାର ଜୀବନ ସେ ତାଙ୍କର ଭୁଲ ଜୀବନ ମଧ୍ୟରେ ସେ ଶିଖିବାକୁ ପାଇଲେ। ପ୍ରଥମେ ହେଲା ତାଙ୍କ ମନ ମଧ୍ୟରେ ସେ ଚେତନା ପାଇଲେ। ସେ ଚେତନା ପାଇବା ପରେ ସେ ନିଜକୁ ସେ ସଂକଳ୍ପ କରିଲେ। ସଂକଳ୍ପ ମୁଁ କେମିତି କରିବି? ମୁଁ ଏବେ ରିଏଲାଇଜ କରୁଛି, ମୁଁ ନିଜେ ଅନୁତାପ କରୁଛି, କିନ୍ତୁ ମୁଁ କେମିତି ସଂକଳ୍ପ କରିବି? ମୁଁ କେମିତି ପିତାଙ୍କ ନିକଟକୁ ଯିବି? କେମିତି ଗଲେ କି ମୋ ପିତାକୁ ସେ ମତେ ଗ୍ରହଣ କରିବେ? ତା ସେ ନିଜକୁ ସଂକଳ୍ପ କରୁଛି। ସଂକଳ୍ପ କଲା ପରେ ସେ ଅନୁତାପ କରି ସେ ପ୍ରାର୍ଥନା କରୁଛି, ଏ ପିତାଙ୍କ ନିକଟରେ, ପରମେଶ୍ୱରଙ୍କ ବିରୁଦ୍ଧରେ ମୁଁ ପାପ କରିଅଛି, ପ୍ରଭୁ ମତେ କ୍ଷମା କର ବୋଲି ସେ ନିଜେ ନିଜେ ସେ ଅନୁତାପ କରୁଅଛନ୍ତି। ସେ ଫେରିବାର ଉପାୟକୁ ସେ ଖୋଜୁଛନ୍ତି। ତାପରେ ସେ ଅନୁତାପ କଲା ପରେ ସେ ନିଜ ଘରକୁ ସେ ଫେରିବା ପାଇଁ ସେ ନିଷ୍ପତ୍ତି କରୁଅଛନ୍ତି। ପିତା ଜାଣିଲେ ପ୍ରଥମତରେ, ଯେତେବେଳେ ସାନ ପୁଅ ତାଙ୍କ ଭାଗର ଧନ ସମ୍ପତ୍ତି ଅର୍ଦ୍ଧେକକୁ ସେ ନେବା ପାଇଁ ଚାହିଁଲେ, ସେଇଦିନ ପିତା ଜାଣିଲେ ମୋ ପୁଅ କିଛି ଜାଣିନି, ସେ ଅପବ୍ୟବହାର କରିବ, ସେ ନଷ୍ଟ ହେବ ବୋଲି ଜାଣିଲେ, କିନ୍ତୁ ତାଙ୍କର ପୁଅର ବିଷୟକୁ ସେ ମନ ପୂରଣ କରିବା ନିମନ୍ତେ ତାକୁ ଅନିଚ୍ଛା ସତ୍ତ୍ୱେ ତାକୁ ଦେଇଥିଲେ। କିନ୍ତୁ ସବୁବେଳେ ପୁଅ ବାହାରେ ଥିଲେ ମଧ୍ୟ, ଦୂରରେ ଥିଲେ ମଧ୍ୟ, ସବୁବେଳେ ସେ ଫେରିବାର ଅବସ୍ଥାକୁ ସେ ଚାହିଁ ବସି ଅଛନ୍ତି। ଯେତେବେଳେ ସେଇ ଅପବ୍ୟ ପୁତ୍ର ଫେରିବା ପାଇଁ ନିଷ୍ପତ୍ତି କଲେ, ପିତାଙ୍କ ନିକଟକୁ ସେ ଫେରିଲେ, ସେଇ ସମୟରେ ପୁନର୍ବାର ପିତାଙ୍କ ସହିତ ସେ ପୁନର୍ବାର ମିଳନ ପାଇଲେ, ପୁନର୍ବାର ସେ ସହଭାଗିତା ପାଇଲେ। ଆଉ ସେଇ ସମୟରେ ପିତାଙ୍କ ନିକଟରେ ସେ କାନ୍ଦୁଛନ୍ତି, ପିତା ମୁଁ ଆହୁରି ତୁମର ପୁତ୍ର ବୋଲି ଗଣା ଯିବାର ମୁଁ ଯୋଗ୍ୟ ନୁହେଁ, ତୁମେ ମୋର ଦାସ ରୂପେ ମତେ ରଖ ବୋଲିକି ସେ ପିତାଙ୍କ ନିକଟରେ ସେ କାନ୍ଦୁଛନ୍ତି। ତୁମ ବିରୁଦ୍ଧରେ, ଈଶ୍ୱରଙ୍କ ବିରୁଦ୍ଧରେ ମୁଁ ପାପ କରିଅଛି ବୋଲି ସେ କାନ୍ଦିକି ଯେତେବେଳେ ଯାଉଛନ୍ତି, ସେଇ ସମୟରେ ପିତା ଦୟାରେ ବିଗଳିତ ହେଇ ତାଙ୍କୁ କୁଣ୍ଡେଇ ତାକୁ ପ୍ରେମ କରୁଅଛନ୍ତି। କେବଳ ସେତିକି ନୁହେଁ, ଆଉ ପିତା କୁଣ୍ଡେଇକି ଧରିବା ପରେ ଯେତେବେଳେ ପୁତ୍ର ସେ ଫେରୁଅଛନ୍ତି, ପରିବର୍ତ୍ତିତ ହେଇକି ଆସୁଅଛନ୍ତି, ସେଇ ସମୟରେ ତାଙ୍କ ପାଇଁ ପୋଷାକ ବା ତାଙ୍କର ହାତରେ ବା ଆଙ୍ଗୁଠିରେ ପିନ୍ଧିବା ପାଇଁ ମୁଦି ବା ପାଦୁକାରେ ତାଙ୍କର ପିନ୍ଧିବା ପାଇଁ ପାଦୁକା ସେ ପ୍ରସ୍ତୁତ କରୁଅଛନ୍ତି। ତାକୁ ଅତି ସୁନ୍ଦର ଭାବରେ ସେ ପରିବର୍ତ୍ତିତ କରୁଅଛନ୍ତି, ତାକୁ ଅତି ସୁନ୍ଦର ଭାବରେ ସଜଉଛନ୍ତି। ତାର ଅନେକ ଅର୍ଥ ରହିଅଛି, ପୋଷାକର ଅର୍ଥ, ମୁଦିର ଅର୍ଥ, ପାଦୁକାର ଅର୍ଥ ରହିଅଛି, କିନ୍ତୁ ଆଜି ଦିନରେ ତା ଚିନ୍ତା କରିବା ପାଇଁ ଆମମାନଙ୍କ ପାଖରେ ସମୟ ନାହିଁ। କେବଳ ସେତିକି ନୁହେଁ, ସେ ଆନନ୍ଦ କରୁଅଛନ୍ତି। ପିତା ବହୁତ ଆନନ୍ଦ, ତାଙ୍କ ଘରେ ଅନେକ ଧନ ସମ୍ପତ୍ତି ରହିଅଛି, ଅନେକ ଅଳିଆ ମାନେ, ଅନେକ କାର୍ଯ୍ୟକାରୀ ମାନେ ଥିଲେ, ତାଙ୍କର ବଡ଼ ପୁଅ ମଧ୍ୟ ରହିଲେ, ଅନେକ ଆନନ୍ଦ ଖୁସିରେ ରହିଲେ। କିନ୍ତୁ ସେ ଆନନ୍ଦ ଖୁସି ଠାରୁ ଯେତେବେଳେ ହଜି ଯାଇଥିବା ପୁତ୍ର ଯେତେବେଳେ ଫେରି ଆସୁଛନ୍ତି, ସେଇ ସମୟରେ ଅଧିକ ଆନନ୍ଦ ସେ ପାଉଅଛନ୍ତି। ସେ ଆନନ୍ଦରେ ବିଗଳିତ ହେଇ ସେ ପଡ଼ିଶାର ଲୋକମାନଙ୍କୁ ଆଉ ସମସ୍ତଙ୍କୁ ସେ ଡାକିକି ଗୋଟେ ଭୋଜିର ଆନନ୍ଦର ଆୟୋଜନ ସେ କରୁଅଛନ୍ତି। ସମସ୍ତେ ସେ ଆନନ୍ଦ କରୁଅଛନ୍ତି। ସେଇ ସମୟରେ ପୁନର୍ବାର ସେ ଅପବ୍ୟ ପୁତ୍ରଙ୍କ ଜୀବନରେ ସେ ଆନନ୍ଦ ଫେରି ପାଉଅଛି। ସେ ନିଜକୁ ସେ ଆନନ୍ଦ ପାଉଅଛି। ତାର ହୃଦୟରେ ଯେଉଁ ଗିଲ୍ଟି ଫିଲ୍ ଥିଲା, ଯେଉଁ ପରମେଶ୍ୱରଙ୍କ ଠାରୁ ଦୂରେଇ ଯାଇଥିଲା,
ଯେଉଁ ନିଜକୁ ଖାଲି ଖାଲି ଲାଗୁଥିଲା ସେଇ ସବୁ ଆନନ୍ଦ ଯେତେବେଳେ ପିତାଙ୍କୁ ସେ ସେହିପରି ଖୁସି ଆନନ୍ଦର ସହିତ ଗ୍ରହଣ କରୁଅଛନ୍ତି, ସେହି ସମୟରେ ସେ ପୁନର୍ବାର ସେ ଆନନ୍ଦକୁ ଫେରି ପାଉଅଛନ୍ତି। ଆସୁ ଆଜି ଆମମାନେ ଆଜି ଏଇ ରାତ୍ରିରେ ଆମମାନଙ୍କର ଯେଉଁ ଅନୁଗ୍ରହ ସମୟରେ ଯେଉଁ ଆମମାନଙ୍କର ପରିତ୍ରାଣ ଦିନ ରହିଅଛି, ପରିତ୍ରାଣର ସମୟ ରହିଅଛି, ଆମମାନଙ୍କ ପାଇଁ ଅନୁଗ୍ରହ ରହିଅଛି, ସେଇ ଅନୁଗ୍ରହ ସମୟରେ ହିଁ ଆମମାନେ ଯେତେବେଳେ ଆମମାନେ ଫେରିବା, ଯେତେବେଳେ ଅନୁତାପ କରିବା, ଯେତେବେଳେ ଆମେ ପ୍ରାର୍ଥନା କରି କ୍ରନ୍ଧନ ସହିତ ଆମେ ଯେତେବେଳେ ଫେରିବା, ନିଶ୍ଚିନ୍ତ ପରମେଶ୍ୱର ଆମମାନଙ୍କୁ ଉଦ୍ଧାର କରିବେ, ଦୟା କରିବେ। ଯେପରି ଆମେ ଦେଖିଲୁ ଅପବ୍ୟ ପୁତ୍ର ତାଙ୍କ ଜୀବନରେ ସେ କ୍ଷମା ପାଇବା ପାଇଁ ଅଯୋଗ୍ୟ ଥିଲେ, କିନ୍ତୁ ସେଇ ତାଙ୍କର ପିତା ତାଙ୍କୁ ଗ୍ରହଣ କଲେ, ଆଲିଙ୍ଗନ କଲେ। ସେହି ରୂପେ ଆମମାନଙ୍କର ପରମେଶ୍ୱର ମଧ୍ୟ ଆମମାନଙ୍କ ଜୀବନରେ ଦୈନନ୍ଦିନ ଜୀବନରେ ବିଭିନ୍ନ ପ୍ରକାର କାର୍ଯ୍ୟ କରୁଥିବା ପ୍ରତ୍ୟେକ ପାପ ଅଧର୍ମରୁ କେତେବେଳେ ସେ ଫେରିବ, କେତେବେଳେ ପରିବର୍ତ୍ତନ କରିବ, ସେଇ ଫେରିବାର ପଥକୁ ସେ ଆମମାନଙ୍କ ଜୀବନରେ ସେ ଚାହିଁ ରହିଅଛନ୍ତି। ଆସୁ ଏହି ସମୟରେ ଆମେ କିଛି ସମୟରେ ଆମେ ନିଜ ନିଜକୁ ସମୀକ୍ଷା କରିବା, ନିଜ ନିଜକୁ ଆମେ ପରୀକ୍ଷା କରିବା। ଆମମାନଙ୍କ ଜୀବନରେ ଜାଗତିକ ଜଗତରେ ରହି ଆମେ ଅନେକ ପାପ କରିଅଛୁ, ଅନେକ ଅଧର୍ମ କରିଅଛୁ। ସେ ପ୍ରତ୍ୟେକ ପାପ ଅଧର୍ମକୁ ଆମେ ପରମେଶ୍ୱରଙ୍କ ନିକଟରେ ଆମେ ପ୍ରାର୍ଥନା କରୁ, ଅନୁତାପ କରୁ। ଆଜି ରାତ୍ରିରେ ଏହି ସମୟରେ, ଏହି ଅନୁଗ୍ରହ ସମୟରେ ଆମମାନଙ୍କୁ ପରମେଶ୍ୱର ଆମମାନଙ୍କ ପାପକୁ କ୍ଷମା କରିବେ। ଏହି ଅନୁଗ୍ରହ ସମୟରେ ଆମମାନଙ୍କୁ ଉଦ୍ଧାର ଆଣିବେ। ସେଥିପାଇଁ ଆମେ ଏହି ଅନୁଗ୍ରହ ସମୟରେ ଆମେ ପରମେଶ୍ୱରଙ୍କ ଠାରେ ପ୍ରାର୍ଥନା କରିବାର ସୁଯୋଗ ଆମେ ପାଇଅଛୁ। ଏହି ସମୟରେ ଆମେ ପ୍ରାର୍ଥନା କରୁ। ଆମେ ସମସ୍ତେ ପ୍ରାର୍ଥନା କରିବା ସମୟରେ ଆମମାନଙ୍କ ମଧ୍ୟରେ ଏମନାଥ ସାର୍ ଅଛନ୍ତି, ସେ ସମସ୍ତଙ୍କ ନିମନ୍ତେ ଆମମାନଙ୍କ ପାଇଁ ସେ ପ୍ରାର୍ଥନା କରିବେ। ଏ ସମୟରେ ଆମେ ସମସ୍ତେ ନିଜେ ନିଜେ ଆମେ ମ୍ୟୁଟ୍ କରି ଆମେ ପ୍ରାର୍ଥନା କରିବା, ଆଉ ଏମନାଥ ସାର୍ ସେ ପ୍ରାର୍ଥନା କରିବେ। ହାଲେଲୁୟା, ହାଲେଲୁୟା। ପିତା ପରିଶୁଦ୍ଧ ଏହି ସମୟରେ ପ୍ରଭୁ ପ୍ରଭୁ ଆମମାନେ ଆସୁଅଛୁ। ପିତା ପରିଶୁଦ୍ଧ ପ୍ରଭୁ ତୁମେ ଦୟା କର, ଅନୁଗ୍ରହ କର। ପିତା ପରିଶୁଦ୍ଧ ପ୍ରଭୁ ଆମମାନଙ୍କ ଜୀବନରେ ପ୍ରଭୁ ଅନେକ ପାପ ଅଧର୍ମ କରିଅଛୁ। ପିତା ପରିଶୁଦ୍ଧ ଜଣାତର ପ୍ରଭୁ ଆମମାନେ ପାପ କରିଅଛୁ। ପ୍ରଭୁ ତୁମରି ଦୃଷ୍ଟିରେ ପ୍ରଭୁ ଆମମାନେ ଅଶୁଚି ବସ୍ତ୍ର ତୁଲ୍ୟ। ପିତା ପରିଶୁଦ୍ଧ ପ୍ରଭୁ ବାକ୍ୟରେ କହିଅଛ, ଏ ଜଗତରେ କୌଣସି ବ୍ୟକ୍ତି ଧାର୍ମିକ ବ୍ୟକ୍ତି ନାହିଁ। ପିତା ପରିଶୁଦ୍ଧ ପ୍ରଭୁ ଆଜି ଆମମାନଙ୍କ ଜୀବନରେ ଅଶୁଚି ପଡ଼ିଅଛି, ଆମମାନଙ୍କ ହୃଦୟ ପ୍ରଭୁ କଳଙ୍କିତ ରହିଅଛି। ପ୍ରଭୁ ଆମମାନେ ତୁମରି ବାକ୍ୟ ଦ୍ୱାରା, ତୁମରି ସେଇ ଅଦ୍ୱିତୀୟ ପୁତ୍ର ଯୀଶୁଙ୍କ ଦ୍ୱାରା, ପବିତ୍ର ଆତ୍ମାଙ୍କ ଦ୍ୱାରା ଯେପରି ଆମେ ନିଜକୁ ଶୁଚିକରଣ କରିପାରିବୁ, ପବିତ୍ରକରଣ କରିପାରିବୁ, ପ୍ରଭୁ ତୁମେ ଆଜି ରାତ୍ରିରେ ପ୍ରଭୁ ତୁମେ ଆମମାନଙ୍କ କଥା କୁହ, ତୁମେ ଆମମାନଙ୍କୁ ପରିବର୍ତ୍ତିତ କର, ଏକ ନୂତନ ବସ୍ତ୍ର ରୂପେ ଆମମାନଙ୍କୁ ପରିଧାନ କରିବା ପାଇଁ ପ୍ରଭୁ ଆମମାନଙ୍କୁ ସାହାଯ୍ୟ କର। ପିତା ପ୍ରଭୁ ଆଜି ଆମମାନଙ୍କୁ ବଞ୍ଚାଇ ଅଛ, ଆଜି ଆମମାନଙ୍କୁ ପଡ଼ି ଆଣି ଅଛ। ପିତା ପରିଶୁଦ୍ଧ ତୁମରି ଦୟା ପାଇଁ, ତୁମର ଅନୁଗ୍ରହ ପାଇଁ ପ୍ରଭୁ ଆଣି ଅଛ। ପ୍ରଭୁ ତୁମେ ଦୟା ଆଉ ପ୍ରଭୁ ସମର୍ପଣ କରୁ ପୁସ୍ତକରୁ ଅନେକ ବିଷୟ ଆଉ ସୁନ୍ଦର ଭାବରେ ବ୍ୟାଖ୍ୟା କରିଛନ୍ତି। ତେଣୁ ପ୍ରଭୁ ଆଗାମୀ ଦିନ ମାନଙ୍କରେ ଏବଂ ସେପରି ଅନେକ ସ୍ଥାନରେ ଶକ୍ତିଯୁକ୍ତ ଭାବରେ ବ୍ୟବହାର ମଧ୍ୟରେ ପ୍ରାର୍ଥନା କରୁଅଛୁ ଏବଂ ଉପସ୍ଥିତ ସମସ୍ତଙ୍କର ଅନୁଗ୍ରହର ମହତ୍ଵକୁ, ଗୁରୁତ୍ୱକୁ ବୁଝିବାକୁ ଆମମାନଙ୍କୁ ସାହାଯ୍ୟ ସେବା କାର୍ଯ୍ୟରେ ସାହାଯ୍ୟ କର। ଯେ ଅନୁଗ୍ରହର ସମୟ ମଧ୍ୟରେ ଆଉ ପ୍ରଭୁ ଆମ ପରିବାରର, ଆମ ଆଖପାଖର ଲୋକମାନଙ୍କୁ ପ୍ରଭୁ ପରିତ୍ରାଣର ମାର୍ଗକୁ ଆଉ ଆଣିବାରେ ସକ୍ଷମ ମତେ ସାହାଯ୍ୟ କର। ସମସ୍ତ ଯୀଶୁଙ୍କ ନାମରେ ମାଗୁ, ଆମେନ୍। ସମସ୍ତଙ୍କୁ ଧନ୍ୟବାଦ। Berjelasin tuh bang, jangan aku di lagi nih, ini suka aja mendengar kerasa mendengar sistem tuh, mendengar lagi, kami
Menang tigar walnut sele. Nanti rayang itu deku. Kena sandip sar deku anin. Anak sele garbin nanti kira. Dan sele yang banjai itu. ଆସନ୍ତୁ ପ୍ରାର୍ଥନା କରିବା ପ୍ରାର୍ଥନାରେ Yes, sir. ସମସ୍ତେ ମନୋଯୋଗୀ ହେବେ। ए तोड़ोंगमा कितुम जिंगबन माडम गरबेर्तिने वांग जितु जिंबो पिंतु सिजन वांग बोर्डुडी सोलिंगन दकुमा बेनर कुतने नन्नम वाकना यमलें गरबेर्तिने वांग kanoro ayam lingan वांग मांगसाले रुकुलन तिजले मुडो बेरनार ममदंगले kana yamlingan bar diban abana ayer kana yamlingan baroki वांग kumbuan tanuk selanyani itin te garbiran yang le वांग tunggar biran yang te gamlok limbin leti yang gamle disambin leti nyak galamai वांग जिंबो पिंतु सिजन प्रभु से दासों को तुम्हें आशीर्वाद करो प्रभु यीशु बापा ହଁ ପ୍ରଭୁ ତୁମେ ଜାଣିଅଛ ପିତା ପରମେଶ୍ୱର ତୁମର ସେ ରାଜ୍ୟ ନିମନ୍ତେ ସେ କାର୍ଯ୍ୟ କରୁଛନ୍ତି ପ୍ରଭୁ ତୁମର ବାକ୍ୟ ସୁସମାଚାର କରୁଛନ୍ତି ପ୍ରଭୁ ଅନେକ ଅନେକ ସହରରେ ମଧ୍ୟ ଅନେକ ଅନେକ ଗାଁ ଗହଳିରେ ମଧ୍ୟ ଯାଇକି ସେ ପ୍ରଚାର କରୁଛନ୍ତି ପ୍ରଭୁ ତାଙ୍କୁ ବିଶେଷ କରି ବ୍ୟବହାର କର ପିତା ପରମେଶ୍ୱର ହଁ ପ୍ରଭୁ ଦେଖ ଏଇ ସମୟରେ ଯଦି ଛୋଟ ପ୍ଲାଟଫର୍ମରେ ପ୍ରଭୁ ଏତେ ସୁନ୍ଦର ଭାବରେ ଆମମାନଙ୍କ ସମ୍ମୁଖରେ ପ୍ରଭୁ ତୁମର ସେ ଜୀବନ୍ତ ବାକ୍ୟ ପ୍ରଚାର କରୁଛନ୍ତି ପ୍ରଭୁ ପ୍ରଭୁ ଏହିପରି ଛୋଟ ପ୍ଲାଟଫର୍ମରୁ ଅନେକ ବଡ଼ ବଡ଼ ପ୍ଲାଟଫର୍ମରେ ଅନେକ ବଡ଼ ବଡ଼ ସଭା ସମିତିରେ ତୁମର ସେ ଜୀବନ୍ତ ବାକ୍ୟ ସୁନ୍ଦରତାରେ କହିପାରିବ ସାହସ ପାଇବ ସେଥିପ୍ରତି ତାଙ୍କୁ ବ୍ୟବହାର କର ପ୍ରଭୁ ତାଙ୍କୁ ଶକ୍ତି ଦିଅ ସାହସ ଦିଅ ଧୈର୍ଯ୍ୟ ଦିଅ ପ୍ରଭୁ ତାଙ୍କ ପରିବାର ପ୍ରତି ସମସ୍ତଙ୍କୁ ତୁମେ ଆଶୀର୍ବାଦ କର ପ୍ରଭୁ ମୁଁ କ'ଣ ପ୍ରାର୍ଥନା କରିବି ମୁଁ ପ୍ରାର୍ଥନା କରୁଛି ତାହା ବୋଲି ନୁହେଁ ପ୍ରଭୁ ତୁମେ ଦୟାଳୁ ପରମେଶ୍ୱର ପ୍ରେମ ପିତା ପରମେଶ୍ୱର ସେଥିପାଇଁ ତୁମେ ଗୋଟେ ପ୍ରାର୍ଥନା କଲି ପ୍ରଭୁ ବିଶେଷ କରି ସେଇ ଆଶ୍ରମ ଗମାଙ୍ଗ ସେଇ ସାରଙ୍କୁ ତୁମ ହାତରେ ସମର୍ପଣ କଲି ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପ୍ରଭୁ ତୁମ ସେ ଜୀବନ୍ତ ବାକ୍ୟ ଯେପରିକି ଅନେକ ପ୍ରଭୁ ଜଗତରେ କୋଣ କୋଣ ପର୍ଯ୍ୟନ୍ତ ପହଞ୍ଚାଇ ପାରିବ ସେଥିପ୍ରତି ତାଙ୍କୁ ବ୍ୟବହାର କର ତାଙ୍କ ସହପରିବାର ସମସ୍ତଙ୍କୁ ତୁମେ ଆଶୀର୍ବାଦ କର ଏଇ ଛୋଟ ଭିକ୍ଷା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ମାଗିଲି ପିତ ଆମେନ୍। Amen. Aduh, kena yang menci. Ayo menjati jadi pernah dari jenang deh. Ketungan abaran siapa ngaja. Anak sering deh. Kena sendin. Nani ayman juga tak 7 minit dali dari jenang deh. Sini sinaro yang jadi ku kena sendin. Roikat kembali jakin albat itu sini sinaro jadi ba. So kude nak mele. Hirna node barat itinti ambin alamte. Kan kudeban Yesus Kristus anyam dengan leman lemle anin bakti wa kitu ngana doong tenda kitu na kembali kitu na sita ite adalina kani Google Meet yung node sora prayer group dengan nanti karam sudah ge baran jalan pede yagi manra ode bagu manra bakti kanati sunan deli bindo kitu ngana sui marasan namisi koja bo dikne manra kitu ngana benan ke sora prayer group dengan Abdang binasan len royongan ati rasan hitungan benugun yang iti jaba walen hitungan adong sudah target simba ti asemba baru ti ini adik nalingan menang ti walen adong anin au nami susuna ti nana kundeli kambol lenji kuna kambol lenji sering ani nyenang susuna tiran bakoron